ଫେରି ଆସିଲେ। 18 ତତସ୍ସ ଚାଧୁତଂ କର୍ମ ବିଚକ୍ଷମ ପରମର୍ଷୟ ନାମଧେୟଂ ଦଦୁସ୍ତସ୍ମୈ ବିଜିତାସ୍ସ ଇତି ପ୍ରହ। हे प्रभु अनुवाद हे प्रभु विदुर महर्षिगण पृथुपुत्रଙ୍କର ଏ ପ୍ରକାର ଅଦ୍ଭୁତ କାର୍ଯ୍ୟ ଦେଖି ତାହାଙ୍କୁ ବିଚିତାଶ୍ଵ ନାମ ପ୍ରଦାନ କଲେ। ଆଚ୍ଛା, 18 ନମ୍ବର ଶ୍ଲୋକ 19 20। ଇନ୍ଦ୍ର କିପରି ଭାବରେ ପୁଣି ଯେଉଁ ସେ ଯଜ୍ଞାସକୁ ପୁଣି ହରଣ କଲେ, ଏଟା ଦେଖିବା ଆମେ 19 20। ଉପସୃଜ୍ୟ ତମସ୍ତୀବ୍ରಂ ଜହାରାସ୍ୟಂ ମୁନିର୍ହରି ଚଶାଲയൂପ ତତ୍ସନ୍ନ ହିରଣ୍ୟରସନଂ ବିଭୁ। ଅନୁବାଦ हे ପ୍ରିୟ ବିଦୁର ପୃଥୁତନୟ ଅଶ୍ୱକୁ ଉଦ୍ଧାର କରି ସ୍ୱର୍ଣ୍ଣ ଶୃଙ୍ଖଳ ଦ୍ୱାରା ଯୂପ କାଷ୍ଠରେ ବନ୍ଧନ କରି ରଖିଥିଲେ। ପରାକ୍ରାନ୍ତ ଘୋର ଅନ୍ଧକାର ସୃଷ୍ଟି କରି ପ୍ରଚ୍ଛନ୍ନ ବେଶରେ ସେ ଅଶ୍ୱଟିକୁ ପୁନର୍ବାର ଅପହରଣ କରିନେଲେ। ହୁଁ, ପୁନରାୟ ଆସି ଅପହରଣ କଲେ। ମାନେ ଇନ୍ଦ୍ର ଚାହୁଁଥିଲେ ଯେ ତାର ଯଜ୍ଞ ନ ହଉ ନ ହଉ ନ ହଉ, ସେଥିପାଇଁ ଏତେ ଆଶ୍ଚର୍ଯ୍ୟପରଣ ହେଇ ଉଠିଥିଲେ। ତାପରେ 20 ନମ୍ବର ଶ୍ଲୋକ ଅତ୍ରି ସନ୍ଦର୍ଶୟାମାସ ତରମାଣଂ ବିହାୟ ସା କପାଳ ଖଟ୍ୱାଙ୍ଗଧରಂ ବୀରନୈନ୍ୟମବାଧତ। ଅନୁବାଦ ଏଥର ଇନ୍ଦ୍ର କପାଳ ଓ ଖଟ୍ୱାଙ୍ଗ ଧାରଣ କରି ଆକାଶ ପଥରେ ଦ୍ରୁତ ବେଗରେ ପଳାୟନ କରିବାକୁ ଲାଗିଲେ। ମହାମୁନି ଅତ୍ରି ପୁନରାୟ ପଳାୟମାନ ଇନ୍ଦ୍ରଙ୍କୁ ଦେଖାଇ ଦେଲେ। ମହାବୀର ପୃଥୁପୁତ୍ର ଏ ଇନ୍ଦ୍ରଙ୍କୁ ହତ୍ୟା କରିବା ନିମିତ୍ତ ଆଉ ଧାବମାନ ହେଲେ ନାହିଁ। ହୁଁ, ଆଚ୍ଛା, ୟା ପରେ ଆମେ ଦେଖିବୁ 21, ଯେ କିପରି ଭାବରେ ବିଜିତାଶ୍ୱକୁ ଦେଖି ପୁଣି ଇନ୍ଦ୍ର ଅନ୍ତର୍ଧାନ ହେଇଗଲେ। ଅତ୍ରିଣାଚୋଦିତ ତସ୍ମୈ ସନ୍ଦଧେ ବିଶିଖରୁଷା ସ୍ୱସ୍ୟ ରୂପଂ ଚ ତଦ୍ଧିଦା ତସ୍ତାବନ୍ତର୍ହିତ ସରାଟ୍। ଅନୁବାଦ ହରେ କୃଷ୍ଣ ତଦନନ୍ତର ଅତ୍ରି କର୍ତ୍ତୃକ ପୁନର୍ବାର ପ୍ରଣୋଦିତ ହୋଇ ଋତୁତନୟ କ୍ରୋଧରେ ଇନ୍ଦ୍ରଙ୍କ ପ୍ରତି ବାଣ ନିକ୍ଷେପ କଲେ। ସେତେବେଳେ ଅଭିଳଷିତ ରୂପ ଗ୍ରହଣେ ସମର୍ଥ ଇନ୍ଦ୍ର ସେ ଯଜ୍ଞାୟ ଅଶ୍ଵ ଓ ପାଷାଣ୍ଡ ବେଶ ପରିତ୍ୟାଗ କରି ଅଦୃଶ୍ୟ ହୋଇଗଲେ। ହୁଁ ହୁଁ। ଆଚ୍ଛା, 22 ନମ୍ବର ଶ୍ଲୋକ 22 23 24 25। ଯେଉଁ ଏଇ ଇନ୍ଦ୍ର ମିଥ୍ୟା ସନ୍ନ୍ୟାସୀର ଡ୍ରେସ୍ ପରିଲେ, ସେ ତ ସନ୍ନ୍ୟାସ ନୁହଁ, ସେ ତଥାପି ଯେଉଁ ଏଇ କପଟତା କଲେ, ୟା ଫଳରେ କଣ ରେଜଲ୍ଟ ହେଲା ମାନବ ସମାଜରେ, ସେ ଯେତେବେଳେ ନେତା, ସେଥିପାଇଁ ଏଇ କେତେଟା ଶ୍ଲୋକ ଦେଖିବୁ। 3ଟା ଶ୍ଲୋକରେ 3 4ଟା। 22 ବୀରଶ୍ଚାସ୍ୟ ମୁପାଦାୟ ପିତୃଯଜ୍ଞଂ ମଥାବ୍ରଜତ୍ ତଦବଦ୍ୟಂ ହରେରୂପಂ ଜଗୃହୁର୍ଜ୍ଞାନ ଦୁର୍ବଲା। ପଢ଼ନ୍ତୁ। ହରେ କୃଷ୍ଣ। ହୁଁ 22 ନମ୍ବର ଅନୁବାଦ। ଏହାପରେ ମହାବୀର ପୃଥୁପୁତ୍ର ଅଶ୍ୱଗ୍ରହଣ ପୂର୍ବକ ପିତାଙ୍କ ଯଜ୍ଞ ସ୍ଥଳରେ ଉପସ୍ଥିତ ହେଲେ। ଯେଉଁମାନେ ମନ୍ଦବୁଦ୍ଧି, ସେମାନେ ଇନ୍ଦ୍ରଙ୍କର ସେହି ନିନ୍ଦିତ ପରିତ୍ୟକ୍ତ କପଟ ରୂପ ବା କପଟ ସନ୍ନ୍ୟାସୀ ବେଶ ଗ୍ରହଣ କଲେ। ହରେ କୃଷ୍ଣ। ହୁଁ ହୁଁ। ଆଚ୍ଛା, ଆପଣଙ୍କର ଯେଉଁ ହଁ, ତ ଦେଖନ୍ତୁ ଏ 22 ନମ୍ବର ଶ୍ଲୋକରେ ପ୍ରଭୁପାଦ କହୁଛନ୍ତି ଯେ ଏଇ ସବୁ କପଟ ସନ୍ନ୍ୟାସୀ ସବୁ କିଏ?
ଯିଏ ସମସ୍ତ ପାପକର୍ମ ନିଶ୍ଚିତ କରାହେଇଛି ସେଇ ସବୁ ଏଇ ସମସ୍ତ ତଥାକଥିତ ସନ୍ନ୍ୟାସୀର ଏଇ ପାପକର୍ମ ଲିପ୍ତ ହୁଅନ୍ତି। ଏମାନେ ସମସ୍ତ ମାଛ ମାଂସ ଡିମ୍ବ ସବୁ ଗ୍ରହଣ କରେ। ଏଇ ଯୋଉ ତଥାକଥିତ ସନ୍ନ୍ୟାସୀ ଯେମିତି ବିଶ୍ୱନାଥ ଚକ୍ର ଠାକୁର ଡାଇରେକ୍ଟ କହୁଛନ୍ତି ମୂଳତଃ ଏମାନେ ଜୈନ ବୌଦ୍ଧ ଏଇସବୁ ମାନେ ବିଭିନ୍ନ ସୃଷ୍ଟି କରନ୍ତି ଇତ୍ୟାଦି ଇତ୍ୟାଦି। ଏବଂ ସେଥିପାଇଁ ପ୍ରଭୁପାଦ ଡିଟେଲ୍ସ ଆଲୋଚନା କରୁଛନ୍ତି ଏମାନେ ଆକ୍ଚୁଆଲି କିଏ। ଆଚ୍ଛା, ତାପରେ 23 ନମ୍ବର ଶ୍ଲୋକ। ଯାନି ରୂପାଣି ଜଗୃହେ ଇନ୍ଦ୍ର ହୟର୍ଜହୀର୍ଷୟା ତାନି ପାପସ୍ୟ ଖଣ୍ଡାନି ଲିଙ୍ଗମ୍ ଖଣ୍ଡମ୍ୟହଚ୍ୟତେ। ଅନୁବାଦ ଇନ୍ଦ୍ର ଅଶ୍ବ ଅପହରଣ କରିବା ନିମିତ୍ତ ଯେଉଁ ସମସ୍ତ କପଟ ବେଶ ଧାରଣ କରିଥିଲେ ସେ ସବୁ ନାସ୍ତିକ ଦର୍ଶନର ଚିହ୍ନ ଅଟେ। ହରେ କୃଷ୍ଣ। ହୁଁ ହୁଁ ହୁଁ, ନାସ୍ତିକ ଦର୍ଶନ ଚିହ୍ନ ସେ। ଯାହା ହଉ ମାନେ ଆକ୍ଚୁଆଲି ଆପଣ ଯୋଉ ଦେଖୁଛନ୍ତି ଏ ସମାଜରେ ସୃଷ୍ଟି ହେଇଛି ଇଏ ହଉଛି ଇନ୍ଦ୍ର ହଉଛି ମୂଳ। ସେଥିପାଇଁ ମାନେ ଯେଉଁମାନେ ଲିଡର ସେମାନେ ବହୁ ସାବଧାନ ରହିବେ ତାହା ଦ୍ୱାରା କୌଣସି ମାନେ ମିଥ୍ୟା ବା କୌଣସି କପଟତା ଯଦି ନ ଆଚରଣ ହୁଏ ତାହେଲେ କଣ ହବ ପରବର୍ତ୍ତୀ କାଳରେ ଜନସାଧାରଣ ମାନେ ସେଇକୁ ଅନୁକରଣ କରିବେ। ଇନ୍ଦ୍ରଠାରୁ ଆମେ ଶିକ୍ଷା ପାଉଛୁ। ଏହାପରେ ଆପଣଙ୍କର ହରେ 24 ନମ୍ବର। କୃଷ୍ଣ। ପ୍ରଭୁଜୀ ପ୍ରଣାମ। ହରେ କୃଷ୍ଣ। ହଁ, ଏଠି କୁହନ୍ତୁ। ଜନସାଧାରଣ ଗୋଟେ କୋଶ୍ଚିନ୍ ଆସିବ ଯେ ଯେତେବେଳେ ବ୍ରହ୍ମା ବର୍ଷା ହରଣ କରିଥିଲା ଭଗବାନ ସେତେବେଳେ ସ୍ଵୟଂ ନିଜ ଅଙ୍ଗରୁ ଜାତ କରିଥିଲେ। ଯଦି ଏଠି ପୃଥୁ ମହାରାଜ ଭଗବାନଙ୍କର ଅଂଶାବତାର ଅବତାର ତେବେ ସିଏ କାହିଁକି ଏଠି ଯୋଉ ଅଶ୍ୱଟା ଅପହରଣ ହେଲା ସେ କାହିଁକି ନିଜ ଅଙ୍ଗରୁ ବାହାର କଲେନି ଆର କଣ ଉତ୍ତର ହେଇପାରେ? ଆପଣ ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ଆଉ ପୃଥୁ କିନ୍ତୁ ଜୀବ ଜଣେ ଜୀବ ଭଗବାନ ଶକ୍ତି ଆବଶ୍ୟକ କରୁଛନ୍ତି ଏକ। ଆଉ ଦୁଇରେ ହଉଛି କଣ ଇଏ ମାନେ ପୃଥୁ ମହାରାଜ ଯୋଗ୍ୟ ମାନେ ଭଗବାନଙ୍କର କଣ ପ୍ରସଙ୍ଗ ଯୋଗ୍ୟ କରିବା ଦରକାର ଅଛି। ପୃଥୁ ଯୋଉ ଯଜ୍ଞ ବାହାର କରୁଛନ୍ତି ସେ ସାଧାରଣ ଜୀବ ଆବଶ୍ୟରେ କରୁଛନ୍ତି। ସେଥିପାଇଁ ସାଧାରଣ ଜୀବ ଆବଶ୍ୟକ କଲେ ଆପଣଙ୍କୁ ଏଇ ସାଧାରଣ ଭାବରେ କରିବାକୁ ପଡ଼ିବ ଏମିତି ନୁହେଁ ଯେ ଆପଣ ଯୋଗ ଶକ୍ତି ଆପଣ ଅବଲମ୍ବନ କରିବେ। ଏଟା ହେଉଛି କାରଣ ଏକ। ଆଉ ସେ ତ ସାକ୍ଷାତ ସ୍ୱୟଂ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ନନ୍ଦନନ୍ଦନ। ଆଉ ହଉଛି କି ସବୁବେଳେ ଭଗବାନ ମଧ୍ୟ ବହୁତ ସେ ଲୀଳା କରନ୍ତି ସାଧାରଣ ଯେମିତି ଭଗବାନ ରାମଚନ୍ଦ୍ର ଦେଖନ୍ତୁ ସେତୁ ବନ୍ଧ କରିଗଲେ। ସେ ତ ଚାହିଁଲେ ମାନେ ତାର ଭକ୍ତ ହନୁମାନ ଉଡ଼ିଗଲେ ଇଏ ସେ ସେତୁ ବାନ୍ଧିଲେ। ସେ ବହୁ ସମୟରେ ଭଗବାନ ମଧ୍ୟ ମାନେ ସାଧାରଣ ଭାବରେ ଲୀଳା ପ୍ରକାଶ କରନ୍ତି ବହୁତ ଶିକ୍ଷା ଦେବା ପାଇଁ। ବହୁତ କିଛି ଅଛି ଯାହା ହଉ। ଆଚ୍ଛା, ୟା ପରେ ଶ୍ଲୋକ 24-25। ଏवମିନ୍ଦ୍ରେ ହରତସ୍ୟଂ ବୈଣଯଜ୍ଞ ଜିଘାଂସୟା ତଦ୍ଗୃହୀତବିସୃଷ୍ଟେଷୁ ପାଖଣ୍ଡେषु ମତିର୍ନୃଣାମ୍ ଧର୍ମ ଇତ୍युପଧର୍मेषु ନଗ୍ନରକ୍ତପଟାदिषु ପ୍ରାୟେଣ ସଜ୍ଜନ୍ତେ ଭ୍ରାନ୍ତା पेशलेषु च वाग्मिषु। ଅନୁବାଦ ବେଣନନ୍ଦନ ପୃଥୁଙ୍କର ଯୋଗ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ଇନ୍ଦ୍ର ଏହିପରି ଭାବରେ ବାରମ୍ବାର ଯେଉଁ ଯେଉଁ ପାଷଣ୍ଡ ରୂପ ଗ୍ରହଣ ଓ ପରିତ୍ୟାଗ କରିଥିଲେ ସେହି ରୂପରେ କ୍ରମେ ମନୁଷ୍ୟମାନଙ୍କର ମତି ଆସକ୍ତ ହେଲା। ଦିଗମ୍ବର ଜୈନଗଣ ଭକ୍ତ ବସ୍ତ୍ରଧାରୀ ବୌଦ୍ଧଗଣ ଓ କାପାଳିକ ଆଦି ବ୍ୟକ୍ତିଗଣ ଏମାନେ ସମସ୍ତେ ପାଷଣ୍ଡ ଉପଧର୍ମାଶ୍ରିତ। ଏମାନଙ୍କର ଆପାତ ରମଣୀୟ ହେତୁବାଦରେ ପ୍ରାୟ ଧର୍ମ ଭ୍ରମରେ ମାନବ ଗଣଙ୍କର ମତି ପାଷଣ୍ଡ ଧର୍ମ ପ୍ରତି ଆକୃଷ୍ଟ ହୋଇଥାଏ। ହରେ କୃଷ୍ଣ। ହୁଁ, ଠିକ। ତ ଉପଧର୍ମ ମାନେ ମାନେ ଧର୍ମର ତୁଲ୍ୟ କିନ୍ତୁ ଧର୍ମ ନାହିଁ। ଯେମିତି ଆପଣଙ୍କର ବ୍ରହ୍ମବନ୍ଧୁ ବ୍ରହ୍ମବନ୍ଧୁ ମାନେ ସେ ବ୍ରାହ୍ମଣ ନୁହଁ ଯେମିତି ମନେକର ଡାକ୍ତର ବନ୍ଧୁ ମାନେ ସେ ଡାକ୍ତରଙ୍କର ବନ୍ଧୁ କିନ୍ତୁ ଡାକ୍ତର ନୁହଁ ବ୍ରହ୍ମବନ୍ଧୁ ମାନେ ସେ ହେଉଛି କି ଆପଣଙ୍କର ବ୍ରାହ୍ମଣର ବନ୍ଧୁ କିନ୍ତୁ ବ୍ରାହ୍ମଣ ଗୁଣ କିଛି ନାହିଁ। ସେମିତି ଉପଧର୍ମ ମାନେ ଆପଣ ଏଠି ବୁଝିବେ ଯେ ଧର୍ମ ତୁଲ୍ୟ କିନ୍ତୁ ଧର୍ମ ନୁହେଁ ଏମିତି ଡିଟେଲ୍ସ। ଆଚ୍ଛା, ୟା ପରେ ଆମେ ଦେଖିବୁ 26 ପୁରା ଡାଇରେକ୍ଟ 42 ମାନେ 26-ରୁ 42 ଏଇ ଲର୍ଡ ମାନେ ଭଗବାନ ବ୍ରହ୍ମା କିପରି ଭାବରେ ପୃଥୁ ମହାରାଜକୁ ମାନେ ସାନ୍ତ୍ୱନା ଦଉଛନ୍ତି। ମାନେ ଯେତେବେଳେ ଦେଖିବେ କୌଣସି ଟିକେ ମ୍ୟାନେଜମେଣ୍ଟରେ ଅସୁବିଧା ହବ ବା ବଡ଼ ବଡ଼
ଭକ୍ତଙ୍କ ଭିତରେ କଳହ କଜିଆ ହବ ବା କିଛି ଅସନ୍ତୁଳନ ପରିସ୍ଥିତି ସୃଷ୍ଟି ହବ, ଆପଣ ଦେଖିବେ ବ୍ରହ୍ମା ସାଥେ ସାଥେ ପ୍ରକଟ ହେଇଯିବ, ତାପରେ ବୁଝେଇବୁ, ବୁଝେଇ ଠିକ କରିବୁ। କାହିଁକି ବ୍ରହ୍ମା ହଉଛି ଏ ବ୍ରହ୍ମାଣ୍ଡର ସବୁଠୁ ବଡ଼ ମ୍ୟାନେଜର, ତାଙ୍କ ଉପରେ ସମ୍ପୂର୍ଣ୍ଣ ଇଏଟା ନିର୍ଭର କରୁଛି। ସେଥିପାଇଁ ଏଠି ଯେ ବ୍ରହ୍ମା ବୁଝିପାରିଲେ ଯେ ବଡ଼ ଅନିଷ୍ଟ ହେଇଯାଇପାରେ ପୃଥୁ ଆଉ ଇନ୍ଦ୍ରଙ୍କ ଭିତରେ। ପୃଥୁ ହେଉଛି ଶକ୍ତିଶାଳୀ, ଇନ୍ଦ୍ର ତା ସହିତ ପାରିବ ନାହିଁ, ତଥାପି ଇନ୍ଦ୍ର ଇଚ୍ଛା ହିଁ କରି ଫେଲିଛି, କରି ଯାଇଛି, ଯେ କ'ଣ ହବ। ସେଥିପାଇଁ ବ୍ରହ୍ମା ଆସି ଏତେ ଶ୍ଲୋକରେ ପୁରା ମାନେ ଆପଣଙ୍କର 26 ରୁ 42, ହୁଁ, ପ୍ରାୟ 10-15ଟା ଶ୍ଲୋକରେ କହୁଛନ୍ତି। ଏवमिन्द्ରେ ହରତସ୍ୟ ବୈଣଯଜ୍ଞ ଜିଘାଂସୟା ତଦ୍ଗୃହୀତ ବିଶୁଶ୍ରେଷ୍ଟୁ ପାଖଣ୍ଡେଷୁ ମୃତିର୍ନିଳମ୍ ଧର୍ମଇତ୍ୟୁପଧର୍ମସୁ ନଗ୍ନ ରକ୍ତପଟାଦିଷୁ ପ୍ରାୟେଣ ସଜ୍ଜନ୍ତେ ଭ୍ରାନ୍ତା ପିଶଳେଷୁ च ବାଗ୍ମିଷୁ। ହରେ କ'ଣ? କୃଷ୍ଣ। ହୁଁ, ବେଣନନ୍ଦନ ପୃଥୁଙ୍କର ଯଜ୍ଞ ବିନାଶ କରିବା ଉଦ୍ଦେଶ୍ୟରେ ଇନ୍ଦ୍ର ଏହିପରି ଭାବରେ ବାରମ୍ବାର ଯେଉଁ ଯେଉଁ ପାଷଣ୍ଡ ରୂପ ଗ୍ରହଣ ଓ ପରିତ୍ୟାଗ କରିଥିଲେ, ସେହି ରୂପରେ କ୍ରମେ ମନୁଷ୍ୟମାନଙ୍କର ମତି ଆସକ୍ତ ହେଲା। ଦିଗମ୍ବର ଜୈନଗଣ, ଭକ୍ତ ବସ୍ତ୍ରଧାରୀ ବୌଦ୍ଧଗଣ ଓ କାପାଳାଦି ବ୍ୟକ୍ତିଗଣ, ଏମାନେ ସମସ୍ତେ ପାଷଣ୍ଡ ଉପଧର୍ମାଶ୍ରିତ। ଏମାନଙ୍କର ଆପାତ ରମଣୀୟ ହେତୁବାଦରେ ପ୍ରାୟ ଧର୍ମଭ୍ରମରେ ମାନବଗଣଙ୍କର ମତି ପାଷଣ୍ଡ ଧର୍ମ ପ୍ରତି ଆକୃଷ୍ଟ ହୋଇଥାଏ। এটা ପଢା ହେଇଥିଲା ପ୍ରଭୁ। ଏଇଟା ପଢ଼ା ହେଇଛି ନା? ହଁ। ଓ, ଓହୋ, ମୁଁ ଭୁଲରେ 26 ପଢ଼ିବା କଥା ମାନେ 24 ପଢ଼ି ଡବଲ ପଢ଼ିଦେଲି। ମୁଁ ହେଉଛି ହରେ ଅନୁବାଦଟା କୃଷ୍ଣ। ଡବଲ ରିପିଟ୍ ହେଉଛି। ଆଚ୍ଛା, 26ରୁ ମାନେ 40 ମାନେ ମାନେ 42 ପର୍ଯ୍ୟନ୍ତ, ଯାହା ହଉ। 26 ନମ୍ବର ଶ୍ଲୋକ ମାନେ ଏଇଠୁ ଆକ୍ଚୁଆଲି ମାନେ ଆପଣଙ୍କର ଯେଉଁ ବ୍ରହ୍ମା ପ୍ରକଟିତ ହେଇ ମାନେ ତାକୁ ବୁଝେଇବେ। ତଦଭିଜ୍ଞାୟ ଭଗବାନ ପରାକ୍ରମଃ ଇନ୍ଦ୍ରାୟ କୁପିତ ବାଣ ମା ଦତ୍ତଦ୍ୟୋତକାର ମୁକଃ। ଅନୁବାଦ। ବିପୁଳ ପରାକ୍ରାନ୍ତ ମହାଶକ୍ତିଧର ପୃଥୁ ଇନ୍ଦ୍ରଙ୍କର ଏ ସମସ୍ତ ବ୍ୟାପାର ବା ପାଷଣ୍ଡ ସନ୍ନ୍ୟାସ ବେଶ ଧାରଣ ଓ ଅସହରଣ ଜାଣିପାରି ଅତ୍ୟନ୍ତ କ୍ରୁଦ୍ଧ ହେଲେ ଏବଂ ଧନୁର୍ବାଣ ଗ୍ରହଣ କରି ଇନ୍ଦ୍ରଙ୍କ ପ୍ରତି ସରସନ୍ଧାନରେ ପ୍ରବୃତ୍ତ ହେଲେ। ହରେ କୃଷ୍ଣ। ହୁଁ, ତ ଦେଖନ୍ତୁ ପ୍ରଭୁପାଦ ଭାବାର୍ଥରେ କହୁଛନ୍ତି ଯେ କେହି କହିପାରେ ଯେ ପୃଥୁ ମହାରାଜ ଜଣେ ରାଜା, ଇନ୍ଦ୍ର ହେଉଛି ସ୍ୱର୍ଗ ରାଜା, ତାଙ୍କୁ କାହିଁକି ଏମିତି ପନିଶମେଣ୍ଟ ଦେବା ପାଇଁ? ନା, ପ୍ରଭୁପାଦ ଭାବାର୍ଥରେ ଦେଖନ୍ତୁ ସେ କହୁଛନ୍ତି ଏଇଟା ହେଉଛି ଅଧିକାର ଅଛି, ରାଜାଙ୍କର ଏଟା ଅଧିକାର ଅଛି, ଯାতে କୌଣସି ପ୍ରକାରେ ମାନେ ଅଧାର୍ମିକ ପ୍ରଥା ମାନେ ପ୍ରଚଳିତ ନା ହୁଏ, ଉଚ୍ଛେଦ କରିବା। ଯେମିତି ଦେଖନ୍ତୁ ପରୀକ୍ଷିତ ମହାରାଜ, ସେ କଳିକୁ ଚାହିଁଲେ ମାରି ଦେଇଥାନ୍ତେ, କିନ୍ତୁ ଗୋଟେ ଦିଟା ଭଲ କାରଣ ପାଇଁ କଳିକୁ ରଖିଛନ୍ତି। ଇଏ ହେଉଛି ଧାର୍ମିକ ରାଜାଙ୍କର କର୍ତ୍ତବ୍ୟ, ମାନେ ଅଧର୍ମକୁ ଉଚ୍ଛେଦ କରିଦେବା। ଆଚ୍ଛା, ତାର 27 ତମୃତିଜଶ୍ରୋତ୍ର ବଧାଭିସନ୍ଧିତମ୍ ବିଚକ୍ଷ ଦୁଷ୍ପ୍ରେକ୍ଷମସହ୍ୟ ସଂଘସମ୍ ନିବାରୟାମାମୁରହ ମହାମତେ न युज्यते त्रान्यବଧ ପ୍ରଚୋଦିତାତ୍। ଅନୁବାଦ। ଋତ୍ବିଗଣ ବା ପୁରୋହିତ ମାନେ ଦେଖିବାକୁ ପାଇଲେ ରାଜା ପୃଥୁ ଇନ୍ଦ୍ରଙ୍କୁ ବଧ କରିବାକୁ ଉଦ୍ୟତ ହେଉଛନ୍ତି। ତାହାଙ୍କର ଆରକ୍ତ ନୟନ ଏବଂ ଭୀଷଣ ଆକୃତିକୁ ଲକ୍ଷ୍ୟ କରିବା ବଡ଼ ଦୁଃସାଧ୍ୟ ହୋଇ ଉଠିଅଛି ଏବଂ ତାହାଙ୍କର ବେଶ ସହ୍ୟ କରିବା ମଧ୍ୟ କାହାରି ପକ୍ଷରେ ସହଜ ନୁହେଁ। ସେତେବେଳେ ସେମାନେ ରାଜା ପୃଥୁଙ୍କୁ ନିବାରଣ କରି କହିଲେ, ହେ ମହାମତେ, ଏହି ଯଜ୍ଞସ୍ଥଳରେ ଶାସ୍ତ୍ର ବିହିତ ପଶୁବଧ ବ୍ୟତୀତ ଅନ୍ୟ କାହାରିକୁ ବଧ କରିବା ଆପଣଙ୍କର ପକ୍ଷରେ ଉଚିତ ନୁହେଁ। ହରେ କୃଷ୍ଣ। ଠିକ୍। ତ ମାନେ ପ୍ରଚୋଦିତାତ୍ ଅର୍ଥାତ୍ ଶାସ୍ତ୍ର ବିହିତ ପଶୁବଧ ବ୍ୟତୀତ ଅନ୍ୟ ବଧ ନୁହଁ। କିଏ କହିଲେ? ଏଟା ଋତ୍ବିକ ମାନେ କହୁଛନ୍ତି। ଏବଂ ଅନ୍ୟ କିଛି ଯଦି ଆପଣ ବଧ କରନ୍ତି ତାହେଲେ ସେ ଆପଣ ଯଜ୍ଞ ସମ୍ପୂର୍ଣ୍ଣ ହେବ ନାହିଁ। ତ ଦେଖନ୍ତୁ ଏଠି ଭାବାର୍ଥ ପ୍ରଭୁପାଦ କହୁଛନ୍ତି। ଆଚ୍ଛା, ଜଣେ ପଢ଼ନ୍ତୁ ଭାବାର୍ଥ 27 ପଢ଼ନ୍ତୁ। ଭାବାର୍ଥ।
ହୁଁ ବିଭିନ୍ନ ଉଦ୍ଦେଶ୍ୟରେ ପଶୁବଧ କରାଯାଇଥାଏ। ଯଜ୍ଞରେ ଯେଉଁ ପଶୁବଧ କରାଯାଏ ସେଥିରେ ବେଦ ମନ୍ତ୍ରର ଉପଯୁକ୍ତ ବା ନିର୍ଭୁଲ ଉଚ୍ଚାରଣର ପରୀକ୍ଷା କରାଯାଏ। ଯଦି ବେଦମନ୍ତ୍ର ଠିକଣା ରୂପେ ଉଚ୍ଚାରିତ ହୁଏ ତାହେଲେ ଯଜ୍ଞରେ ବଧ କରାଯାଇଥିବା ପଶୁ ନୂତନ ଜୀବନ ଲାଭ କରି ଯଜ୍ଞାଗ୍ନିରୁ ଉତ୍ଥିତ ହୁଏ। ଭଗବାନ ବିଷ୍ଣୁଙ୍କ ସନ୍ତୋଷ ବିଧାନାର୍ଥେ ଅନୁଷ୍ଠିତ ହେଉଥିବା ଯଜ୍ଞରେ କାହାରିକୁ ବଧ କରାଯିବା ଉଚିତ ନୁହେଁ। ଏହି ଏପରି ସ୍ଥଳେ ଇନ୍ଦ୍ରଙ୍କୁ ବା କିପରି ବଧ କରାଯାଇ ପାରିବ? ଇନ୍ଦ୍ର ତ ଏକ ଦେବତା ତଥା ଭଗବାନ ବିଷ୍ଣୁଙ୍କର ଅଂଶବିଶେଷ ରୂପରେ ଯଜ୍ଞରେ ପୂଜିତ ହେଉଥାନ୍ତି। ଏପରି ସ୍ଥଳେ କିପରି ତାହାଙ୍କୁ ବଧ କରାଯାଇ ପାରିବ? ତେଣୁ ପୁରୋହିତ ବ୍ରାହ୍ମଣଗଣ ଇନ୍ଦ୍ରଙ୍କୁ ବଧ ନ କରିବା ପାଇଁ ମହାରାଜ ପୃଥୁଙ୍କୁ ଅନୁରୋଧ କଲେ। ହରେ କୃଷ୍ଣ। ହରେ କୃଷ୍ଣ। 28। ବୟମ୍ ମରୁତ୍ତନ୍ତମିହାର୍ଥନାଶନମ୍ ତୟାମହେ ତ୍ୱଚ୍ଛ୍ରବସଃ ତତ୍ତିସମ୍ ଅଜାତୟାମ ବହବୈରନନ୍ତରମ୍ ପ୍ରସଜ୍ୟ ରାଜନ୍ जुहवामते हितम्। ଅନୁବାଦ ହେ ରାଜନ୍, ଯେଉଁ ଇନ୍ଦ୍ର ଆପଣଙ୍କର ଯଜ୍ଞ ନଷ୍ଟ କରିବାରେ ପ୍ରବୃତ୍ତ ହୋଇଅଛି, ଆପଣଙ୍କର କୀର୍ତ୍ତି ଦ୍ୱାରା ହିଁ ତାହାର ପ୍ରଭାବ ବିନଷ୍ଟ ହୋଇଯାଇଅଛି। ଆମ୍ଭେମାନେ ଆପଣଙ୍କର ସେହି ଯୋଗ୍ୟ ବିଘ୍ନକାରକ ଇନ୍ଦ୍ରକୁ ଅହତ ବୀର୍ଯ୍ୟ ବା ପୂର୍ବରୁ ପ୍ରୟୋଗ କରାଯାଇ ନଥିବା ଆହ୍ୱାନ ମନ୍ତ୍ର ଦ୍ୱାରା ଏହି ଯଜ୍ଞଶାଳାକୁ ଆହ୍ୱାନ କରି ତାହାକୁ ବଳପୂର୍ବକ ଅଗ୍ନିରେ ହୋମ କରିବୁ। ହୁଁ ହରେ ହୁଁ କୃଷ୍ଣ। ଭାବାର୍ଥ। ଯଜ୍ଞାନୁଷ୍ଠାନ ସମୟରେ ଉପଯୁକ୍ତ ଭାବେ ମନ୍ତ୍ର ଉଚ୍ଚାରଣ କରି ବ୍ରାହ୍ମଣ ଆଶ୍ଚର୍ଯ୍ୟଜନକ କ୍ରିୟା କରିପାରନ୍ତି। ଅବଶ୍ୟ କଳିଯୁଗରେ ଉପଯୁକ୍ତ ମନ୍ତ୍ର ଉଚ୍ଚାରଣକାରୀ ଯୋଗ୍ୟ ବ୍ରାହ୍ମଣ ନାହାନ୍ତି। ଫଳତଃ ଏ ପ୍ରକାର ବୃହତ୍ ଯଜ୍ଞାନୁଷ୍ଠାନ କରିବା ଚେଷ୍ଟା କରାଯିବା ଉଚିତ ନୁହେଁ। ଏ ଯୁଗରେ ଅର୍ଥାତ୍ କଳି ଯୁଗରେ ଏକମାତ୍ର ଅନୁମୋଦିତ ଯଜ୍ଞାନୁଷ୍ଠାନ ହେଉଛି ସଂକୀର୍ତ୍ତନ ଯଜ୍ଞ। ହରେ କୃଷ୍ଣ। ଆଚ୍ଛା, ଯେଉଁମାନେ ସେମାନେ କହିଲେ କ'ଣ ଏ ମନ୍ତ୍ର କହି ଡାଇରେକ୍ଟ ମାନେ ତାକୁ ଆହୁତି ଦେଇଦଉ, ସେତେବେଳେ ବ୍ରହ୍ମା ପ୍ରକଟିତ ହେଲେ। 29। ଏତାମନ୍ତ୍ରା କ୍ରତୁପତିಂ ବିଦୁରସ୍ୟତି ଜରୁଷା ସୃକ୍ ସୃଘସ୍ତାଞ୍ଜୁହତଭ୍ୟତ ସ୍ୱୟଂଭୂ ପ୍ରତ୍ୟସିଧତ। ଅନୁବାଦ ହେ ପ୍ରିୟ ବିଦୁର, ପୃଥୁଙ୍କର ପୁରୋହିତଗଣ ଏ ପ୍ରକାର ମନ୍ତ୍ରଣା କଲେ ଏବଂ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ହୋମ ପାତ୍ର ହସ୍ତରେ ଧାରଣ ପୂର୍ବକ ଦେବରାଜ ଇନ୍ଦ୍ରଙ୍କୁ ଆହ୍ୱାନ କରି ହୋମାହୁତି କରିବାକୁ ଉଦ୍ୟମ କଲେ। ବର୍ତ୍ତମାନ ସ୍ୱୟଂଭୂ ବ୍ରହ୍ମା ସ୍ୱୟଂ ସେ ସ୍ୱୟଂ ବର୍ତ୍ତମାନ ସ୍ୱୟଂଭୂ ବ୍ରହ୍ମା ସ୍ୱୟଂ ସେ ସ୍ଥାନରେ ଉପସ୍ଥିତ ହୋଇ ସେମାନଙ୍କୁ ବା ପୁରୋହିତମାନଙ୍କୁ ନିବାରଣ କରି କହିଲେ। ହୁଁ, ହରେ କୃଷ୍ଣ। ହରେ କୃଷ୍ଣ। ତ ଏଠି ଦେଖନ୍ତୁ, ସେତେବେଳେ ବ୍ରହ୍ମା ସାଥେ ସାଥେ ପ୍ରକଟ ହେଇ ମାନେ ନିବୃତ୍ତ କଲେ, ମାନେ ଷ୍ଟପ୍ କଲେ। ଦେଖ ଅନର୍ଥ ହେଇଯିବ, ଅନର୍ଥ ହେଇଯିବ। ହେଁ, ସେତେବେଳେ 30 ନମ୍ବର ଶ୍ଲୋକ ଦେଖନ୍ତୁ। ଆମେ ଦେଖିବୁ 30ରୁ 32 ପର୍ଯ୍ୟନ୍ତ ବ୍ରହ୍ମା ମାନେ ପୁରୋହିତ ମାନଙ୍କୁ କହୁଛନ୍ତି, ହୁଁ, ଯେ ଦୟାକରି 30 ଦୟାକରି ଇନ୍ଦ୍ରକୁ ମାର ନାହିଁ। ନ 30 ନବଧ୍ୟ ଭବତାମିନ୍ଦ୍ର ଯଜ୍ଜଜ୍ଞ ଭବତନୁ ଜଂ ଜିଘାଂସଥ ଯଜ୍ଞେନ ଯସ୍ୟଷ୍ଟାସ୍ତନବ ସୁରାଃ। ଅନୁବାଦ ଶ୍ରୀ ବ୍ରହ୍ମାଜୀ କହିଲେ, ହେ ପୁରୋହିତଗଣ, ଆପଣମାନେ ଯଜ୍ଞ ରକ୍ଷା ନିମିତ୍ତ ଯେଉଁ ଇନ୍ଦ୍ରଙ୍କୁ ଯଜ୍ଞରେ ଆହୁତି ଦେଇ ବଧ କରିବାକୁ ଇଚ୍ଛା କରୁଛନ୍ତି, ସେ ଇନ୍ଦ୍ରଙ୍କର ଏକ କାମ ହେଉଛି ଯଜ୍ଞ। ସେ ଭଗବାନଙ୍କ ତୁଲ୍ୟ। ଯଜ୍ଞରେ ପୂଜିତ ସମସ୍ତ ଦେବତା ତାହାଙ୍କର ଦେହ ସ୍ୱରୂପ। ସୁତରାଂ ସେ ଇନ୍ଦ୍ରଙ୍କୁ ବଧ କରିବା ଆପଣମାନଙ୍କ ପକ୍ଷରେ ଉଚିତ ନୁହେଁ। ହରେ କୃଷ୍ଣ। ହୁଁ। ଶ୍ଲୋକ ଏହାପରେ ଦେଖିଲୁ ଯେ ପୁରୋହିତ କହିଲେ, ଦେଖ ସେ ହେଉଛି ଭଗବାନଙ୍କ ଶରୀରର ଏକ ପାର୍ଟ, ଭଗବତ ତନୁଃ।
ତାପରେ ଦ୍ୱିତୀୟ ପଏଣ୍ଟ କହିଲେ 30 ନମ୍ବରରେ ଯେ ଏଇ ଯଜ୍ଞ ମାନେ ହେଉଛି ବହୁ ସମୟରେ ଭଗବାନ ସନ୍ତୁଷ୍ଟ କରାଏ, ଦେବତାମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଏ। ଏବଂ ଯେଉଁ ଦେବତା ମାନେ ହେଉଛି ଇନ୍ଦ୍ରର ଶରୀରର ଅଂଶ, ତାହେଲେ ଇନ୍ଦ୍ରକୁ ମାରିବା ମାନେ ସମସ୍ତ ଦେବତାକୁ ତୁମେ କରୁଛ। ଏଇସବୁ ବିଭିନ୍ନ ଯୁକ୍ତି ଦେଖାଉଛନ୍ତି। କିଏ ଯୁକ୍ତି ଦେଖାଉଛନ୍ତି? ନା ବ୍ରହ୍ମା। କାହାକୁ? ନା ମହାରାଜ ପୃଥୁଙ୍କର ଯୋଉ ଯଜ୍ଞ ସ୍ଥଳରେ ଋତୁଜମାନେ ଥିଲେ ସେମାନଙ୍କୁ ଯୁକ୍ତି ଦେଖାଉଛନ୍ତି ଯେ ଦେଖ ଇନ୍ଦ୍ରକୁ ତୁମେ ମାର ନାହିଁ। ତ ସେଥିପାଇଁ ସେ କହୁଛନ୍ତି ଯେ ଦେଖ ତୁମେ ଯଦି ବ୍ରାହ୍ମଣ ମାନେ କ୍ଷମାଶୀଳ ହବ, ତୁମେ ଯଦି ତାକୁ ମାରିଦେଲ ତାହେଲେ ବିପ୍ରତ ତୁମର ରହିଲ ନାହିଁ, ମାନେ ରହିଲା ନାହିଁ। ସେଥିପାଇଁ ଦେଖ ତୁମେ ଯେଉଁ ଯଜ୍ଞରେ ଆହୁତି ଦେଇ ବଧ କରିବା ପାଇଁ ଇଚ୍ଛା କରୁଛ, ସେ ସ୍ୱୟଂ ସେ ତ ସ୍ୱୟଂ ଯଜ୍ଞ, ଯେହେତୁ ଇନ୍ଦ୍ର ସମସ୍ତ ଦେବତାର ତାର ଇଏ ଏବଂ ଭଗବାନଙ୍କର ସେ ବିଭୂତି, ତାଇ ସେ ହେଉଛି ବଧର ଯୋଗ୍ୟ ନୁହେଁ। ସେଥିପାଇଁ ବୁଝଉଛି ଟୋଟାଲ୍ସ। ଏହାପରେ 31 ନମ୍ବର ଶ୍ଲୋକ ଆମେ ଦେଖିବୁ ଯେ ଇନ୍ଦ୍ର କିପରି ଭାବରେ ଏଠି କହିବେ ଯେ ଆପଣ ଯଦି ବିରୋଧିତା କରନ୍ତି ତା ଫଳରେ ସେ ଆହୁରି ବିରୋଧିତା କରିବେ। ସେଥିପାଇଁ ବହୁ ଅଧର୍ମ ପଦ୍ଧତି ଆହୁରି ପ୍ରବର୍ତ୍ତନ କରିବେ। 31 ତଦିଦଂ ପଶ୍ୟତ ମହద్ధର୍ମଂ ବ୍ୟତିକରଂ ଦ୍ୱିଜା ଇନ୍ଦ୍ରେଣାନୁଷ୍ଠିତାଂ ରାଜ୍ञା କର୍ମୈତ ଦ୍ୱିଜିଘାସତା। ଅନୁବାଦ। ହେ ଦ୍ୱିଜଗଣ, ଦେଖନ୍ତୁ ମହାରାଜ ପୃଥୁଙ୍କର ଯଜ୍ଞ ବିନାଶ କରିବା ଇଚ୍ଛାରେ ଏ ଇନ୍ଦ୍ର କେତେ ଦୂର ବେଦବାଦୀ ମହାଜନ ଗଣଙ୍କର ଧର୍ମ ବିଗର୍ହିତ କାର୍ଯ୍ୟ କରିଅଛି। ଧର୍ମ ବିଗର୍ହିତ କାର୍ଯ୍ୟ କରିଅଛି। ଭବିଷ୍ୟତରେ ଏହା ଧର୍ମ ଜୀବନରେ ବହୁ ବିଘ୍ନ ସୃଷ୍ଟି କରିବ। ଯଦି ଆମ୍ଭେମାନେ ତାହାର ଅଧିକ ବିରୋଧ କରିବା, ତାହେଲେ ସେ ଇନ୍ଦ୍ର ତାହାଙ୍କର ଶକ୍ତିର ଅପଚୟ କରି ଅଧିକ ଅଧାର୍ମିକ ପନ୍ଥା ସୃଷ୍ଟି କରିବ। ହୁଁ। ହରେ କୃଷ୍ଣ। ମାନେ ବ୍ରହ୍ମା ଆସି ବିଭିନ୍ନ ଯୁକ୍ତି ଦେଖାଉଛନ୍ତି ଯେ କାହିଁକି ତୁମେ, ହେ ରୀତିଜଗଣ ମାନେ ତୁମେ ଆହୁତିରେ କାହିଁକି ଇନ୍ଦ୍ରକୁ ବଧ କରିବ ନାହିଁ। ପ୍ରଥମ ଶ୍ଲୋକରେ ଦିଟା ଯୁକ୍ତି ଦେଖେଇଲେ, ତାର ବର୍ତ୍ତମାନ ଗୋଟେ ଯୁକ୍ତି ଦେଖେଇଲେ। ତ ନେକ୍ସଟ ଆମେ ଦେଖିବୁ ଶ୍ଲୋକ ନମ୍ବର 32। ମହାରାଜ ପୃଥୁ କହୁଛନ୍ତି ଯେ ତୁମେ ବର୍ତ୍ତମାନ ପର୍ଯ୍ୟନ୍ତ 99 ମାନେ 99 ଯଜ୍ଞ କରିଛ, ସେଇଟା ଥାଉ, କାହିଁକି ତୁମର ତ ଇନ୍ଦ୍ର ହବାର ବାସନା ନାହିଁ। ଏଇଭଳି ବୁଝଉଛନ୍ତି ବିଭିନ୍ନ। ଆଚ୍ଛା। ହୁଁ। ଆପଣଙ୍କର 32 ପୃଥୁକୀର୍ତେ ପୁଥର୍ଭୂୟାତ୍ ତର୍हि ଏକ ଊନଶତ କ୍ରତୁଃ ଅलं ତେ କ୍ରତୁଭିଃ ସୁଇଷ୍ଟୈ ଯତ୍ ଭବାନ୍ ମୋକ୍ଷଧର୍ମବିତ୍। ଅନୁବାଦ। ଅତଏବ ବିପୁଳ କୀର୍ତ୍ତି ପୃଥୁଙ୍କର 59 ଯଜ୍ଞ ହେଉ। ବ୍ରହ୍ମା ଋତ୍ବିକମାନଙ୍କୁ ଏହା କହି ପରେ ପୃଥୁଙ୍କୁ ସମ୍ବୋଧନ କରି କହିଲେ, ହେ ରାଜନ୍, ଆପଣ ମୁଖ୍ୟ ଧର୍ମବିତ୍। ସୁତରାଂ ଆପଣଙ୍କ ପକ୍ଷରେ ମୁଖ୍ୟ ଧର୍ମ ଯାଜନ କରିବା କର୍ତ୍ତବ୍ୟ। ଆପଣଙ୍କର କାମ୍ୟ ଯଜ୍ଞାଦି ଅନୁଷ୍ଠାନର ପ୍ରୟୋଜନ କଣ? ହରେ କୃଷ୍ଣ। ତ ଦେଖୁন ବ୍ରହ୍ମା କହୁଛନ୍ତି ଯେ ହେ ମହାରାଜ, ଆପଣ ତ ମୋକ୍ଷ ଧର୍ମଜ୍ଞ। ହୁଁ। এই যে ଲାଷ୍ଟ ଦେଖୁন ମୋକ୍ଷ ଧର୍ମଭିତ୍, ମାନେ ମୋକ୍ଷର ମାର୍ଗ ସମୁଦ୍ର ଅବଗତ। ଆପଣ ଯେହେତୁ ମୋକ୍ଷ ଧର୍ମବିତ୍, ମୋକ୍ଷ ଧର୍ମଜ୍ଞ, ମୁକ୍ତିର ଅଭିଳାଷୀ, ତାହେଲେ ଆପଣଙ୍କର ଏଇ ଯଜ୍ଞରେ ବା ଆବଶ୍ୟକ ବା କଣ? ସେଥିପାଇଁ ଗୋଟିଏ ରଖି ବାକିଟା ରହିଲା। ଆଉ ବହୁ ସମୟରେ ଯୋଗ୍ୟ ହେଲେ ଯୋଉ ଯଶ କୀର୍ତ୍ତି ହୁଏ ନା, ଆପଣ 99 ଯୋଗ କରିଛନ୍ତି, 99 ଯୋଗ 99, ଆପଣଙ୍କର ଯଶ ଇନ୍ଦ୍ରଠୁ ବେଶୀ କୀର୍ତ୍ତିତ ହବ। ଠିକ ଅଛି, ସେଇପରି ଭାବରେ ତାକୁ ବୁଝେଇଲେ। ଆଚ୍ଛା। ଏହାପରେ 33 ନୈବାତ୍ମନେ ମହେନ୍ଦ୍ରାୟ ରୋଷମାର୍ହତୁମର୍ହସି
उभावपि हि भद्रं ते उत्तम श्लोक विग्रहू। ଅନୁବାଦ ଶ୍ରୀ ବ୍ରହ୍ମାଜୀ କହିଲେ, ହେ ରାଜନ୍, ଆପଣ ଉଭୟଙ୍କର ମଙ୍ଗଳ ହେଉ। ଆପଣ ଓ ଇନ୍ଦ୍ର ଉଭୟ ଉତ୍ତମ ଶ୍ଲୋକ ଶ୍ରୀହରିଙ୍କର ସକ୍ତାବେଶ ଅବତାର ଅଟନ୍ତି। ସୁତରାଂ ଆପଣ ଇନ୍ଦ୍ରଙ୍କ ଠାରୁ ଭିନ୍ନ ନୁହନ୍ତି। ଅତଏବ ଆପଣଙ୍କର ନିଜ ପ୍ରତି ନିଜେ କ୍ରୋଧ ପ୍ରକାଶ କରିବା ଯୋଗ୍ୟ ନୁହେଁ। ଅର୍ଥାତ୍ ଆପଣଙ୍କର ଇନ୍ଦ୍ରଙ୍କ ପ୍ରତି କ୍ରୋଧ ପ୍ରକାଶ କରିବା ଠିକ୍ ନୁହେଁ। ହରେ ହୁଁ ହୁଁ। କୃଷ୍ଣ। ତାହେଲେ ବୁଝେଇଲେ ଯେ ଆପଣ ଯେହେତୁ ଭଗବାନଙ୍କ ସକ୍ତାବେଶ ଅବତାର, ସେଥିପାଇଁ ଆପଣଙ୍କର କ୍ରୁଦ୍ଧ ହବା ଉଚିତ ନୁହଁ। ଆମେ 33 নম্বর ଶ୍ଲୋକ ଦେଖିଲୁ ଯେ କ୍ରୁଦ୍ଧ ତୁମେ ହୁଅ ନାହିଁ। ଆଚ୍ଛା, ଆତ୍ମନେ ମାନେ ଆତ୍ମସ୍ୱରୂପ ଇନ୍ଦ୍ରର ପ୍ରତି କ୍ରୋଧ କରିବା ଉଚିତ ନୁହଁ। ଆଚ୍ଛା, ଏହାପରେ ଶ୍ଲୋକ ନମ୍ବର 34। 34 କହୁଛନ୍ତି, ଦେଖ ଭଗବାନଙ୍କର ଗୋଟେ ଇଚ୍ଛା ଅଛି, ସେଇ ଇଚ୍ଛାଟା ଗ୍ରହଣ କର। যাহা ইচ্ছা করে কৃষ্ণ তাহা যেন ভালো, তেজিয়া মানে ঘুচিয়া আপন ইচ্ছা, তেজিয়া আপন ইচ্ছা ঘুচাও জঞ্জাল। মাহি মাসিম মহারাজ কৃথাস্ম চিন্তা নিশাময়াস্মদবচ আদ্রুতাত্মা যধ্যায়ত দৈব হতমনুকর্তুম মনোহতিরুষ্টবিশতিতমন্ধম। ଅନୁବାଦ ହେ ମହାରାଜ, ଏ ଯଜ୍ଞର ବିଘ୍ନ ଘଟିଛି ବୋଲି ଆପଣ ଚିନ୍ତା କରନ୍ତୁ ନାହିଁ। ଶ୍ରଦ୍ଧାନ୍ୱିତ ହୋଇ ମୋର କଥା ଶ୍ରବଣ କରନ୍ତୁ। ଦୈବ ଦ୍ୱାରା କୌଣସି କାର୍ଯ୍ୟ ବିନଷ୍ଟ ହେଲେ ଯେଉଁ ପୁରୁଷ ପୁନରାୟ ସେହି କାର୍ଯ୍ୟ ସମ୍ପାଦନ କରିବା ନିମିତ୍ତ ଚିନ୍ତା କରନ୍ତି, ତାହାଙ୍କର ମନ ନିଶ୍ଚୟ ଅତିଶୟ ରୁଷ୍ଟ ହୋଇ ମହାନ୍ଧ ରାଜ୍ୟରେ ପ୍ରବିଷ୍ଟ ହୋଇଥାଏ। ଭାବାର୍ଥ। ବେଳେ ବେଳେ ଏକ ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ବା ଧର୍ମାତ୍ମା ପୁରୁଷ ଜୀବନରେ କିଛି ଧକ୍କା ଅନୁଭବ କରନ୍ତି। ଏହାକୁ ଦୈବ ପ୍ରେରିତ ବୋଲି ଗ୍ରହଣ କରିନେବା ଉଚିତ। ଯଦିଓ ଦୁଃଖୀ ହେବାର ଯଥେଷ୍ଟ କାରଣ ଥାଇପାରେ, ତଥାପି ତାହାର ପ୍ରତିକାର କରିବା ନିମିତ୍ତ ଚେଷ୍ଟାରୁ ବିରତ ହେବା ଉଚିତ। କାରଣ ଆମେ ଯେତେ ଅଧିକ ପରିମାଣରେ ତାହାକୁ ବା ଦୈବ ପ୍ରେରିତ ବିଘ୍ନକୁ ବା ଧକ୍କାକୁ ନିବାରଣ କରିବା ନିମିତ୍ତ ଚେଷ୍ଟା କରିବା, ସେତେ ଅଧିକ ପରିମାଣରେ ମୋହାନ୍ଧ ରାଜ୍ୟରେ ପ୍ରବେଶ କରିବା। ଭଗବାନ କୃଷ୍ଣ ମଧ୍ୟ ଆମକୁ ପଢନ୍ତୁ। ଭଗବାନ କୃଷ୍ଣ ମଧ୍ୟ ଆମକୁ ଏ ସମ୍ବନ୍ଧରେ ଉପଦେଶ ଦେଇଅଛନ୍ତି। ଆମ୍ଭେମାନେ ଉଦ୍ବିଗ୍ନ ମନା ବା ଅସହିଷ୍ଣୁ ନ ହୋଇ ଏହାକୁ ସହିଯିବା ଉଚିତ। ଅର୍ଥାତ୍ ପ୍ରତିକୂଳ ପରିସ୍ଥିତିକୁ ସହ୍ୟ କରିବାକୁ ଶିକ୍ଷା କରିବା ଉଚିତ। ହରେ ହୁଁ, କୃଷ୍ଣ। ଏଟା ବହୁତ ସୁନ୍ଦର ଉତ୍ତର। ଯେଉଁ ଜଣେ ପ୍ରଭୁ ଆଉ ଗୋଟେ ମତ୍ସ୍ୟ ସମ୍ପର୍କ ଜିଜ୍ଞାସା ପଚାରିଲେ, ତାପରେ ଆପଣଙ୍କର ଯେଉଁ ଭକ୍ତ ଜୀବନରେ ସହ୍ୟ ନ କଲେ ଆଉ ସେ ରହିପାରିବ ନାହିଁ। ପ୍ରତିଟି କ୍ଷେତ୍ରରେ ଆମ ମଠବାସୀ ମାନେ ତ କଥା ନାହିଁ। ବହୁତ ସମୟରେ କ'ଣ ଗୃହସ୍ଥ ଜୀବନରେ ଜଣେ ଦୁଇ ଜଣ ରୁହେ, ସେ ସହ୍ୟ ଟ୍ରେନିଂ ପ୍ରତିଦିନ ଚାଲିଥାଏ। କିନ୍ତୁ ମଠବାସୀ ମାନଙ୍କର ସହ୍ୟ ଆପଣଙ୍କୁ ସ୍ୱାଭାବିକ ଆପଣଙ୍କୁ ହେବାକୁ ପଡ଼ିବ। ଯିଏ ସହେ ସେ ରହେ, ଯିଏ ନା ସହେ ନା ସହେ, ମାନେ ବହୁ ସହ୍ୟ ଲାଗିବ। ହଁ, ସେଥିପାଇଁ ମହାପ୍ରଭୁ କହିଲେ, କିଏ ହରିନାମ କରିପାରିବ ସେ ତୃଣାଦପି ଶୁଣିଛନ। ଏଇଟା ସେ ହରିନାମ କରିପାରିବ। ସେଥିପାଇଁ ପ୍ରଭୁପାଦ ଭାବାର୍ଥରେ ଲାଷ୍ଟରେ କହିଲେ, ଦେଖ ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଆମକୁ ଉପଦେଶ ଦେଇଛନ୍ତି, ବିକ୍ଷୁବ୍ଧ ହୁଅ ନାହିଁ, ସବୁ କିଛି ସହ୍ୟ କର। ତାପରେ 35 নম্বর ଶ୍ଲୋକ। ହରେ କୃଷ୍ଣ କ୍ରୋ- ପ୍ରଭୁଜୀ। କୁହନ୍ତୁ। ହରେ କୃଷ୍ଣ ପ୍ରଭୁଜୀ, ଏଇଠି କୁହନ୍ତୁ। ଗୋଟେ କୋଶ୍ଚିନ୍ ଉଠୁଛି। ହଁ। ଜଣେ ସହି ନେବ ଠିକ ଅଛି, କିନ୍ତୁ ଜଣେ କହିବା ପୂର୍ବରୁ ତ ଚିନ୍ତା କରିବା ଦରକାର। ବା କୌଣସି ଜିନିଷ ଆଚରଣ ସେମିତିଆ ଯୋଉ କହିଲା ମତ୍ସରତା, ସେଇଟା ପ୍ରୟୋଗ କରିବା ପୂର୍ବରୁ ତ ଚିନ୍ତା କରିବା ଦରକାର। ଜଣଙ୍କର ସହିବାର ଯେତିକି ଦାୟିତ୍ୱ, ଜଣଙ୍କର ପ୍ରୟୋଗ କରିବାର ମଧ୍ୟ ସେତିକି ଦାୟିତ୍ୱ ରହିଛି। ସେଇଟା କାହିଁକି ସେଇଟା ହେଇପାରୁନି କାହିଁକି? ମାନେ ପୁଣି ପ୍ରଶ୍ନ କୁହନ୍ତୁ। ଜଣେ ଜଣେ କାହିଁକି ମତ୍ସରତା କଲା? ହଁ, ଜଣେ ଏଇ ଯୋଉ ସହି ନେବା କଥା ଏଇ ପ୍ରଭୁପାଦ କହିଲେ ନା, ହଁ ଠିକ ଅଛି, ହଁ। ସହିବା ଜଣେ ସହିବ। କିନ୍ତୁ ଜଣେ ଆପ୍ଲାଏ କରୁଛି ସେତେବେଳେ ତ ସିଏ ଜଣେ ଭକ୍ତ ନା, ସିଏ କାହିଁକି ସେପରି ଆଚରଣ କରୁଛି? ତାର କଣ ଦାୟିତ୍ୱ ନାହିଁ? ଦେଖନ୍ତୁ, ମାନେ ସହିଲେ ମାନେ ଏଇଟା ହେଉଛି ଆପଣଙ୍କ ପରୀକ୍ଷା। ଆପଣ ଯେତେ ପାଠ ପଢ଼ିଲେ ଯଦି ପରୀକ୍ଷା ନଦେଲେ, ତାହେଲେ ଆପଣ ପାଠ ପଢ଼ିଲେ କି ନ ପଢ଼ିଲେ ପ୍ରମାଣ କ'ଣ?
ହୁଁ, ଆପଣ ବିଭିନ୍ନ ଦୃଷ୍ଟିଭଙ୍ଗୀ ଦେଇ ଆପଣ ସବୁବେଳେ ପଜିଟିଭ ଦର୍ଶନ କରୁଥିବେ। ଦେଖନ୍ତୁ, ଆମେ ଯେଉଁ ହରିଭଜନ କରୁଛୁ, ଆମର ପରୀକ୍ଷା ଆସିବ। ଯେତେ ମହାଭାଗବତ ବୈଷ୍ଣବ ଦେଖନ୍ତୁ, ହରିଦାସ ଠାକୁର କେତେ ପରୀକ୍ଷା ଆସିଲା, ସେ ପାସ୍। ସେହିପରି ଭାବରେ ଆମେ, ଯଦିଓ ଭଗବାନ ଆମ ସ୍ତର ଅନୁଯାୟୀ ପରୀକ୍ଷା କରିବେ, ଏଇଟା ହେଉଛି ଗୋଟେ ପରୀକ୍ଷା ଭାବିବା। ଠିକ ଅଛି। ତ ବହୁ ସମୟରେ ଆଜ୍ଞା ମାନେ ଆମେ ଶରଣାଗତ କି ଗତ ନୁହଁ, ସେଇଟା ବହୁ ସେ ପରୀକ୍ଷା କରନ୍ତି ଏକ। ଆଉ ଦୁଇରେ କ'ଣ କରନ୍ତି ଦେଖନ୍ତୁ, ବହୁ ସମୟରେ ମାନେ ଆପଣ ଜାଣିବେ ଯେ ମାତ୍ସର୍ଯ୍ୟତା ପ୍ରକାଶ ମନେକର ଆପଣ କିଛି ଦୋଷ ନାହିଁ, ଆପଣଙ୍କ ପ୍ରତି ମାତ୍ସର୍ଯ୍ୟତା କଲା, ତାହେଲେ ଜାଣିବେ ଯଦି ଆପଣ ସହ୍ୟ କରିଗଲେ, ଏଇଟା ଆପଣଙ୍କ ପାଇଁ ଅଫର ଆସିଛି। ଅଫର, ଅଫର କ'ଣ? ଆଚ୍ଛା ସେ ଯୋଉ ଭଜନ କରୁଛନ୍ତି, ତାଙ୍କର କିଛି ସ୍ୱୀକୃତି ଅଛି ନା। ନହେଲେ ସେ ହୁଁ ଭଜନରେ ଯେ କାହିଁକି ଆସିବେ? ସେ ଯାହା ବି କରୁ ନିଶ୍ଚିତ ସ୍ୱୀକୃତି ଅଛି, ନହେଲେ ଭଜନ କରିବା ମୁସ୍କିଲ। ସେ ଯୋଉ ନିରପରାଧରେ ଆପଣଙ୍କ ପ୍ରତି ମାତ୍ସର୍ଯ୍ୟତା କଲା, ସିଏ ତାର ସ୍ୱୀକୃତି ଆପଣଙ୍କୁ ଦେଲା ଏବଂ ଆପଣଙ୍କର ଖରାପ ଦେଶ ନେଲା। ବୁଝିପାରୁଛନ୍ତି? ଆଚ୍ଛା ତ ଦେଖନ୍ତୁ, ଆଜ୍ଞା ସେଥିପାଇଁ ସ୍କ୍ରିନରେ ପ୍ରଭୁ ଫେସ୍ ଟା ଆପଣ ଦେଖାଯାଉନି, ଆଉ ଟିକେ ତଳକୁ ହଁ, କରନ୍ତୁ। ଦେଖନ୍ତୁ, ସେଥିପାଇଁ ବହୁ ସମୟରେ ଆପଣ ଦେଖିବେ, ଏଇଟା ହଉଛି ଆପଣଙ୍କୁ ମାନେ ଭଗବାନ ଛୋଟ ଛୋଟ ପରୀକ୍ଷା ନେବେ ଯେ ଆପଣ କେତେ ସହ୍ୟଶାଳୀ। ପ୍ରଚାର କ୍ଷେତ୍ରରେ ମଧ୍ୟ ଏକ। ଆଉ ଦୁଇରେ, ଆପଣ ଜାଣିଥିବେ ଏଇ ଯୁଗ ହଉଛି ଏଇ ଯୋଉ କଳି ଯୁଗ ହଉଛି ଦୋଷର ସାଗର, ଅନ୍ୟାନ୍ୟ ଯୁଗ ନୁହଁ। ମାନେ କଳିର ଦୋଷେ ନିଧି ରାଜନ, ଅସ୍ତି ହୁଁ ଏକ କଳେ ମହାନ ଦୋଷ ଗୁଣ। ନିଧେ ଜାଗନ, ହଁ, ଏକ ମହାନ ଗୁଣ। ହଁ, କୀର୍ତ୍ତନ ଦେଖନ୍ତୁ। ଦେବ କୃଷ୍ଣ ସେ ମୁକ୍ତ ହଁ, ସଂଗ ପରମ। ମୁଁ ଫାଷ୍ଟ ଲାଇନ କହୁଛି ଆପଣଙ୍କୁ, କଳି ଦୋଷେ ନିଧି। ନିଧି ମାନେ କ'ଣ ଜାଣିଛନ୍ତି ଆପଣ? ସମୁଦ୍ର। ହୁଁ କଳିଯୁଗ ହଉଛି ଦୋଷର ସମୁଦ୍ର। ତାହେଲେ ଦେଖନ୍ତୁ, ମନେ କରନ୍ତୁ ଆପଣ ସମୁଦ୍ରରେ କୌଣସି କାଳରୁ କାରଣରୁ ପଡି ଯାଇଛନ୍ତି, ମଝିରେ ଅଛି। ଆପଣ ସମୁଦ୍ରର ଉପରୁ ଆଡୁ ପାଣି, ତଳକୁ ପାଣି, ଡାହାଣ ପାଣି, ଆଜ୍ଞା ବାମ ପାଣି। ସେହିପରି ଭାବରେ କଳି ଯୁଗ, ଆପଣ ଯେଆଡେ ଦେଖନ୍ତୁ ସବୁବେଳେ ଦୋଷ, ଡାହାଣ ଦୋଷ, ବାମ ଦୋଷ, ଆପଣ ଭିତରେ ଡୁବି ରହିଛନ୍ତି। ସେଥିପାଇଁ କଳି, ପରୀକ୍ଷିତ ମହାରାଜ କଳିକୁ କାହିଁକି ସ୍ଥାନ ଦେଲେ? ନା, କଳି ଯୁଗର ସୁବିଧା କ'ଣ? ଯେହେତୁ ବହୁ ଉତ୍ପାତ, ବହୁ ବାଧା ବିପତ୍ତି ଅଛି, ନିରପରାଧରେ ଆପଣଙ୍କୁ ଆକ୍ରମଣ କରିବେ, ନିରପରାଧ ଆପଣଙ୍କୁ ବଦନାମ କରିବେ। ସେଥିପାଇଁ ଏ କଳି ଯୁଗରେ କେଉ ଯଦି ସତରେ ଠିକଠାକ ଭଜନ କଲା, ଆଚ୍ଛା ଅନ୍ୟାନ୍ୟ ଯୁଗରେ ଯୋଉ ହଜାର ହଜାର ବର୍ଷ ତପସ୍ୟା କରି ଯୋଉ ମଣିଷ ଯୌନଟା ପାଉନଥିଲେ, ଏଠି ଅଳ୍ପ କେତେ ମାସ, କେତେ ବର୍ଷରେ ସେ ପାଇছে। ଏ ହଉଛି କଳିଯୁଗର ଆଚ୍ଛା ଆପଣଙ୍କ ସ୍ପେଶିଆଲିଟି। ଆଉ ଗୋଟେ ହୁଁ ଖାଣ୍ଟି ଜିନିଷ ଅଛି, ସେଟା ହଉଛି ହରିନାମ। ଏକ, ହରିନାମ ଏଇଟା ହଉଛି ଗୁରୁତ୍ୱପୂର୍ଣ୍ଣ ଜିନିଷ, ଆପଣ ଜାଣିବେ। ଆଉ ସେଥିପାଇଁ ସବୁବେଳେ ଆପଣ ପ୍ରଭାବିତ ହେବେ ନାହିଁ, ଆପଣ କୋଟା ଧରି ନେବେ, କୋଟା। ଯେ ଆଜି ସାରା ଦିନରେ ମୁଁ 24 ଘଣ୍ଟାରେ ଧରନ୍ତୁ 4-5 ଜଣ ମୋତେ ମୋ ପ୍ରତି ମାତ୍ସର୍ଯ୍ୟ କରିବେ, ତାହେଲେ ଆପଣ ବେଶୀ ବିଚଳିତ ହେବେନି, ଆଚ୍ଛା କୋଟା। ଆଚ୍ଛା ସେଟା ଏକ। ଆଜ୍ଞା ଆଜ୍ଞା ଆଉ ଦୁଇରେ ହଉଛି କ'ଣ ଆଜ୍ଞା ଦେଖନ୍ତୁ, ଆମେ ଆଚ୍ଛା ବର୍ତ୍ତମାନ ମନେ କରନ୍ତୁ ଆପଣ ଛୋଟରୁ ଭକ୍ତ, ମନେ କରନ୍ତୁ ଆପଣ ବାପା ମା ପିତା ମାତା ଭକ୍ତ, ମାଙ୍କ ଗର୍ଭରୁ ଭଗବତ ପ୍ରସାଦ ଆସ୍ୱାଦନ କରିଛନ୍ତି। ଆପଣଙ୍କର ଭକ୍ତ, ତାହେଲେ ଆପଣଙ୍କ ସଂସ୍କାର ଭଲ, ଇଏ ଜନ୍ମରେ ଆପଣ କିଛି କରିନାହାନ୍ତି। କିନ୍ତୁ ଆମର ଅନନ୍ତ କୋଟି ଜନ୍ମର କର୍ମ ଅଛି ନା, ସେ କର୍ମ ଫଳ ତ କୁଆଡ଼େ ଯିବ? ଯଦି ଆପଣ ଶୁଦ୍ଧ ଭକ୍ତି ଯାଜନ ନ କରନ୍ତୁ, ସେ କର୍ମ ତ କିଛି ରହିବ। ଆଟଲିଷ୍ଟ ମନେ କରନ୍ତୁ 100 ଟଙ୍କା ଚୋରି ହେବା କଥା ଥିଲା, ହୁଁ ଆମେ ପୂର୍ବ ଜନ୍ମରେ କିଛି 50 ଟଙ୍କା ଚୋରି କରୁଛେ, ସୁଧ ଫୁଦ ସବୁ ଲାଗିଗଲା, ବର୍ତ୍ତମାନ 100 ଟଙ୍କା ମୋ ପକେଟରୁ ଚୋରି ହବ। ମୁଁ ବଜାର ଫଜାର ଯାଇଥିବି, 100 ଟଙ୍କା ଜଣେ ଚୋରଟେ ଚୋରି କରିବି, ମୁଁ ତ ଶୁଦ୍ଧ ଭକ୍ତି କଲି ନାହିଁ। ସେଥିପାଇଁ ଖଣ୍ଡନ କଲା ନାହିଁ। ଯେହେତୁ କିଛି ଭକ୍ତି ନିଷ୍ଠା ସହକାରେ କରୁଛି, 10 ଟଙ୍କା ଚୋରି ହବ। ସେଇଟା ଜାଣିବାକୁ ପଡ଼ିବ, ଭାଇ ମୋର କର୍ମଟା ଖଣ୍ଡନ ହେଇଗଲା। ଆଚ୍ଛା ଆଚ୍ଛା ସେଇପରି ଭାବରେ ଆପଣ ଜାଣିବେ, ଏଇଟା ପ୍ରାକ୍ଟିକାଲ। ହୁଁ ଏଇପରି ଭାବରେ ଆପଣ ଯଦି ଗ୍ରହଣ କରନ୍ତି, ଦେଖନ୍ତୁ ଏଇଟା ମୋ କଥା ନୁହଁ। ଶିଲ ଭକ୍ତି ସିଦ୍ଧାନ୍ତ ଶ୍ରେଷ୍ଠ ଠାକୁର ପ୍ରଭୁପାଦଙ୍କୁ ଜଣେ ତାର ଶିଷ୍ୟ କହିଲେ, ଗୁରୁ ମହାରାଜ ଆପଣ କୃପା କରି କୁହନ୍ତୁ, ଭାଗବତର ଗୋଟେ ପ୍ରସିଦ୍ଧ ଶ୍ଲୋକ, ଯୋଉ ଶ୍ଲୋକ ଆମେ ଯଦି ଆଚରଣ କରୁ, ତାହେଲେ ଆମେ ଭଗବାନ କୃଷ୍ଣ ପାଖକୁ ଯାଇପାରିବୁ। ସେହି ସମୟ ପ୍ରସିଦ୍ଧ ଶ୍ଲୋକ କହିଲେ, ଦଶମ ସ୍କନ୍ଧର, ଏଟା ହଉଛି ସମ୍ଭବତଃ 10-14 ବୋଧେ, କେତେ ନମ୍ବର ଶ୍ଲୋକ? 10-14 ନୁହଁ, ବ୍ରହ୍ମା ସ୍ତୁତିରେ ପାଇବେ ଏଟା, 10-14 ବୋଧେ, ଯାହା ହଉ ବ୍ରହ୍ମା ସ୍ତୁତିରେ ଥିବ ସେଇଟା। ଏତେ ତତ୍ତେ ଆପଣ ହଉଛି କି ଆପଣ ତତ୍ତେ ଅନୁକମ୍ପାಂ ସୁସୁମିକ୍ ସମାଣମ୍ ଭୁଞ୍ଜାନ ଏବାତ୍ମକୃତ ବିପାକମ୍ ହୃଦବାଗ ବପୁର୍ଭି ବିଦଧାନ ନମସ୍ତେ ଜୀବେ ତ୍ୱଜ ମୁକ୍ତି ପଦେ ସଦାୟ ଭାଗ। ମାନେ ସେ କହୁଛନ୍ତି, ବ୍ରହ୍ମା କହୁଛି, ହେ ଭଗବାନ, ଯେ ଏଇ ଜଗତରେ ଦୁଃଖ ଆସିବ, ଆପଣ ଯେତେ କହିଲେ,
ଯେ ମୁଁ କିଛି କରିନାହିଁ କିନ୍ତୁ ସେ ମାତ୍ସର୍ଯ୍ୟବଶତଃ କିଛି କରୁଛନ୍ତି। ଏଇଟା ହେଉଛି ଯେତେବେଳେ ଏଇଟା ଆସିବ, ଜୀବ କାହା ପ୍ରତି ଦୋଷ ଦେବ ନାହିଁ। ସାଧାରଣତଃ କନିଷ୍ଠ ଭକ୍ତମାନେ ଭଗବାନଙ୍କୁ ଦୋଷ ଦିଅନ୍ତି। ମୁଁ ଏତେ ଭକ୍ତି କଲି, ଏତେ ନାମ କଲି, ଏତେ ବୈଷ୍ଣବ ସେବା କଲି, ଏତେ ଦାନ କଲି ତମ ମନ୍ଦିର ପାଇଁ, ତମ ପ୍ରଚାର ପାଇଁ, ଏତେ ଗ୍ରନ୍ଥ ପ୍ରଚାର କଲି ଇତ୍ୟାଦି ଇତ୍ୟାଦି, ମୋ ପାଇଁ ଏତେ ଦୁଃଖ। ଏମିତି କିଛି କମ୍ପ୍ଲେନ୍ ନାହିଁ, କାହା ପ୍ରତି କମ୍ପ୍ଲେନ୍ ନାହିଁ। ସେ ଭାବିବ କ'ଣ, ଏଟା ବ୍ରହ୍ମା କହୁଛନ୍ତି, ସେ ଭାବିବ କ'ଣ, ହେ ପ୍ରଭୁ, ଭଗବାନଙ୍କୁ ଡାଇରେକ୍ଟ ତ ସମ୍ମୁଖରେ ଭଗବାନ ଦଣ୍ଡାୟମାନ ସ୍ତୁତି କରୁଛନ୍ତି। ଆକ୍ଚୁଆଲି ଦଶମ ସ୍କନ୍ଧରେ ଏଇଟା ପାଇବେ ଜଷ୍ଟ। ସେ କହୁଛନ୍ତି ପ୍ରଭୁ ଏଇଟା ହେଉଛି ମୋ କର୍ମର ଫଳ, ଏବଂ କୃପା କରି ଆପଣ କମ୍ କରି ଦେଇଛନ୍ତି। ଏଇଟା ମନେକରି ସେ ଆହୁରି ଭଜନରେ, ଆହୁରି ନିଷ୍ଠା ସହକାରେ ଭଜନ କରିବେ। ତାହେଲେ ଲାଭଟା କ'ଣ ହବ? ଆଚ୍ଛା। ଲାଭଟା ହବ ମାନେ ଦାୟଭାଗ। ଦାୟଭାଗ ମନେ କରନ୍ତୁ ଆପଣଙ୍କର ପୁତ୍ର ଅଛି, ଏମିତି ନୁହଁ ଯେ ଆପଣଙ୍କ ମାନେ ପୁତ୍ରକୁ କମ୍ପ୍ଲେନ୍ କରିବାକୁ ପଡ଼ିବ କୋର୍ଟରେ ଯାଇ ଯେ ପିତାଙ୍କର ସମ୍ପତ୍ତି ମୋର। ଏଟା ଭାରତୀୟ ଆଇନ ଅନୁସାରେ ପିତାଙ୍କ ପରେ ସମ୍ପତ୍ତି ସ୍ୱାଭାବିକ ପୁତ୍ରଙ୍କୁ ଯିବ। ଏଇଟା ହୁଁ। ଆପଣ ଜାଣିଥିବେ ଭାରତୀୟ ହିସାବରେ। ବା ଆପଣଙ୍କର ପିତାଙ୍କର ଯେଉଁ ଯାହା ବି ସମ୍ପତ୍ତି ଥିଲା, କମ୍ ଥାଉ କି ବେଶୀ ଥାଉ, ସେଇଟା ଆପଣଙ୍କୁ ଏମିତି ନୁହେଁ ଯେ ପୁରା ହାଇକୋର୍ଟ ଫାଇକୋର୍ଟ ଯାଇ ପୁରା ଆପଣଙ୍କୁ ଇଏ କରି ସବୁ କିଛି ନାହିଁ। ଡାଇରେକ୍ଟ ପିତା ପରେ ସେ ସମ୍ପତ୍ତି ଆପଣଙ୍କର। ଠିକ୍ ସେହିପରି ବ୍ରହ୍ମା କହୁଛନ୍ତି ପ୍ରଭୁ ଦାୟଭାଗ। ଠିକ୍ ସେହିପରି ଯଦି ସିଏ ସହ୍ୟ କରି ଏବଂ ନିଜର ଦୋଷ ମନେ କରି କାହାକୁ ଦୋଷ ନ ଦେଇ ତୀବ୍ର ହରିଭଜନ କରିବ, ସେପରି ଆପଣଙ୍କର ସମ୍ପତ୍ତି କୃଷ୍ଣ ପ୍ରେମ ଭଗବତ ଧାମ, ସେ ଯେମିତି ପୁତ୍ର ପିତାଙ୍କର ସମ୍ପତ୍ତି ଲାଭ କରେ ସ୍ୱାଭାବିକ, ଠିକ୍ ସେହିପରି ଭାବରେ ସେ ଲାଭ କରିବ ଭକ୍ତ। ଏଟା ବହୁ ପ୍ରସିଦ୍ଧ ଶ୍ଲୋକ। ଏଟା ଭକ୍ତି ସିଦ୍ଧାନ୍ତ ଶ୍ଲୋକ ପ୍ରଭୁ ତାଙ୍କ ଶିଷ୍ୟ ହୁଁ। କହିଲେ। ଏଟା ଭାଗବତର ଗୋଟେ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ। ସେଥିପାଇଁ ଏଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ସହ୍ୟ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସହ୍ୟ ନ କଲେ ଗଲା ଆଉ। ଏଇଟା ହେଉଛି କଥା। ଆଜ୍ଞା। ହରେ କୃଷ୍ଣ। ଆଚ୍ଛା, ଏହା ପରେ ଶ୍ଲୋକ ନମ୍ବର କେତେ? 35। 36, 36, 35। 35 36। 36। ହଁ। ହଁ। ତାପରେ ବ୍ରହ୍ମା କହୁଛି ଦେଖ, ଏଇ ଯୋଉ ଅଧର୍ମ ଯେତେ ଛଡି ମାନେ ମାନେ ବିସ୍ତାର ନା ହୁଏ, ଏଇଟା ଲିଡର ମାନଙ୍କୁ ଲକ୍ଷ୍ୟ କରିବାକୁ ପଡିବ। ଅଧର୍ମ ବିସ୍ତାର ନ ହଉ, ସେଇଟା କହୁଛନ୍ତି 35 ଆଉ 36 ଦୁଇଟା ଶ୍ଲୋକ। କ୍ରତୁର୍ବୀର ମତାମେଶ ଦେବେଷୁ ଦୁରବଗ୍ରହ ଧର୍ମ ବ୍ୟତିକର ଯତ୍ର ପାଖଣ୍ଡୈରିନ୍ଦ୍ରା ନିର୍ମିତୈ। ହରେ କୃଷ୍ଣ। ଶ୍ରୀ ବ୍ରହ୍ମାଜୀ କହିଲେ, ଆପଣଙ୍କର ଏ ଯୋଗ୍ୟ ଚେଷ୍ଟା ନିବୃତ୍ତ ହେଉ। ଏ ଇନ୍ଦ୍ର ଦେବଗଣଙ୍କ ମଧ୍ୟରେ ଦୁଷ୍ଟ ଆଗ୍ରହ ଯୁକ୍ତ। ଆପଣଙ୍କ ଯଜ୍ଞରେ ଇନ୍ଦ୍ର କର୍ତ୍ତୃକ ଯେଉଁ ସମସ୍ତ ପାଷଣ୍ଡ ବେଶ ନିର୍ମିତ ହୋଇଅଛି, ତଦ୍ୱାରା ଧର୍ମର ବିଶେଷ ବିପର୍ଯ୍ୟୟ ଘଟିବ। ହରେ କୃଷ୍ଣ। ହୁଁ। ଭାବାର୍ଥ। ଭାବାର୍ଥରେ ସାଧାରଣ ବ୍ୟବସାୟୀ ସାଧାରଣ ବ୍ୟବସାୟିକ ଧନ୍ଦାରେ ଅନେକ ପ୍ରତିଯୋଗୀ ଅଛନ୍ତି। ବେଦର କର୍ମକାଣ୍ଡ ବିଭାଗରେ ବେଳେ ବେଳେ କର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହୁଏ ଏବଂ ପରସ୍ପର ମଧ୍ୟରେ ଈର୍ଷା ଜାତ ହୁଏ। ଏକ କର୍ମୀ ପରିପୂର୍ଣ୍ଣ ଭାବେ ଭୌତିକ ଉପଭୋଗ ଇଚ୍ଛା କରୁଥିବା ହେତୁ ସେ ଅନ୍ୟ ପ୍ରତି ଈର୍ଷା ପରାୟଣ ହୁଏ। ଏହା ହେଉଛି ଭବରୋଗ। ଫଳତଃ କର୍ମୀମାନଙ୍କ ମଧ୍ୟରେ ସର୍ବଦା ପ୍ରତିଯୋଗିତା ଦେଖାଯାଇଥାଏ। ସାଧାରଣ ବ୍ୟବସାୟିକ ଧନ୍ଦାରେ ତଥା କର୍ମକାଣ୍ଡୀୟ ଯଜ୍ଞାନୁଷ୍ଠାନରେ ମଧ୍ୟ ପ୍ରତିଯୋଗିତା ଚାଲେ। ଶ୍ରୀ ବ୍ରହ୍ମାଜୀଙ୍କ ଉଦ୍ଦେଶ୍ୟ ହେଉଛି ଦେବରାଜ ଇନ୍ଦ୍ର ଓ ମହାରାଜ ପୃଥୁଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ବନ୍ଦ ହେଉ। ପୃଥୁ ମହାରାଜ ଏକ ମହାନ ଭକ୍ତ ଓ ଭଗବାନଙ୍କ ଅବତାର ହୋଇଥିବା ହେତୁ ଏ ଯଜ୍ଞ ବନ୍ଦ କରିବା ନିମିତ୍ତ ଶ୍ରୀ ବ୍ରହ୍ମାଜୀ ତାହାଙ୍କୁ ଅନୁରୋଧ କଲେ। ଏ ଯଜ୍ଞ ବନ୍ଦ ହେଲେ ଇନ୍ଦ୍ର ଅଧିକ ଅଧାର୍ମିକ ପନ୍ଥା ବାହାର କରି ଯାହାକୁ ଦୁଷ୍ଟ ସ୍ୱଭାବ ସମ୍ପନ୍ନ ପାଷଣ୍ଡ ଗଣ ଅନୁସରଣ କରିପାରିବେ ନାହିଁ ଓ ଧର୍ମର ବିପର୍ଯ୍ୟୟ ଘଟାନ୍ତି। ହରେ ଶିଲା କୃଷ୍ଣ। ବିଶ୍ୱନାଥ ଠାକୁର ସୁନ୍ଦର ଟୀକା ଦଉଛନ୍ତି। ଦେଖନ୍ତୁ, ଦୋଷଟା ହେଉଛି ମେନଲି ଇନ୍ଦ୍ରର। ପୃଥୁ ମହାରାଜ କୌଣସି ଗଣ୍ଡଗୋଳ କରିବା ପାଇଁ ଚାହିଁନାହାନ୍ତି, କିନ୍ତୁ ସେ କାହିଁକି ମାନେ ଆପଣଙ୍କର ଇନ୍ଦ୍ରକୁ ନିବାରଣ କରୁନାହାନ୍ତି? ସେ କାହିଁକି ମହାରାଜ ପୃଥୁକୁ ମାନେ କରୁଛନ୍ତି? ଏଟା ଉତ୍ତରରେ ସେ କହୁଛି ଯେ ଦେବେଷୁ ଦୂରବଗ୍ରହ, ମାନେ ଦେବଗଣ ମଧ୍ୟରେ ଇନ୍ଦ୍ର ଦୂରବଗ୍ରହ ଦୃଷ୍ଟ ଆଗ୍ରହ ଯୁକ୍ତ, ଯେମିତି ପାଷାଣ୍ଡ ଡ୍ରେସ୍ ପ୍ରଚଳନ କଲା। ସେଥିପାଇଁ ଯେମିତି ଆପଣ ଉଦାହରଣ ଦେଉଛି, ମନେକର କୌଣସି ଗୃହସ୍ଥ ଭକ୍ତ, କୌଣସି ମନେ କରନ୍ତୁ ଆପଣଙ୍କର ଦି ପୁତ୍ର, ଜଣେ ବହୁ ଗୁଣବନ୍ତ, ଜଣେ ଟିକେ ଦୁଷ୍ଟ ଦୁଷ୍ଟ ଗୁଣଯୁକ୍ତ। ଯଦି ଦି ଜଣଙ୍କ ଭିତରେ କଳିକଜିଆ ଲାଗିଲା, ବହୁ ସମୟରେ ବାପା ମା ମାନେ କ'ଣ କରନ୍ତି? ଯେଉଁ ପୁତ୍ରଟା ଟିକେ ଯୁକ୍ତ ଭକ୍ତ ବା ଆପଣଙ୍କର ପ୍ରତି ଆନୁଗତ୍ୟ, ସେଇ ପୁତ୍ରକୁ କହନ୍ତି ବାପାରେ ତୁମେ କଳିକଜିଆ କର, କାହିଁକି ସିଏ ଆପଣଙ୍କର କଥା ଶୁଣିବେ। ଠିକ୍ ସେହିପରି ଭାବରେ ବ୍ରହ୍ମା ହେଉଛି ଦି ଜଣଙ୍କର ମାନେ ମ୍ୟାନେଜର।
ସେ ହେଉଛି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ପଦ। ସେଥିପାଇଁ ସେ ଦେଖିଲେ ଯେ ଇନ୍ଦ୍ରକୁ କହିଲେ ସେ ହେଉଛି ଦୁଷ୍ଟ, ଆପଣଙ୍କ ଯୋଉ ୱାର୍ଡଟା ୟୁଜ୍ ଅଛି ଦେବେଶୁ ଦୁରବଗ୍ରହ, ସେ କଥା ଶୁଣିପାରେ ନ ଶୁଣିପାରେ। କିନ୍ତୁ ପୃଥୁ ମହାରାଜ ହେଉଛି, ଇଏ ହେଉଛି ନିରାସକ୍ତ, ଇଏ ହେଉଛି ଭଗବାନ ସକ୍ତାବେଶ ଅବତାର ଏବଂ ଶୁଦ୍ଧ ଜୀବ। ଏ କଥା ଶୁଣିବ ଆପଣ ଦେଖନ୍ତୁ, ପୃଥୁ ମହାରାଜ ମଧ୍ୟ ଶୁଣିଥିଲେ ମଧ୍ୟ। ସେଥିପାଇଁ ସେ ଇନ୍ଦ୍ର ଯଦିଓ ଦୋଷଯୁକ୍ତ, ଇନ୍ଦ୍ରକୁ ନ କହି ଡାଇରେକ୍ଟ ପୃଥୁକୁ ଆସି କହୁଛନ୍ତି। ଏଇଟା ହେଉଛି ଯୁକ୍ତି ବିଶ୍ୱନାଥ ଚକ ଠାକୁର ଦେଉଛନ୍ତି। ଆଚ୍ଛା, 36 ନମ୍ବର ଶ୍ଲୋକ। ଏଭିରିନ୍ଦ୍ର ପ୍ରସଂସୃଷ୍ଟେ ପାଖଣ୍ଡୈରହାରିଭିର୍ଜନମ୍ ह्रियमाणं विचक्षणं ଯସ୍ତେ ଯଜ୍ଞ ଧୃକ୍ସ୍ୱଟ୍ମୁଠ୍। ଅନୁବାଦ। ଦେଖନ୍ତୁ, ଆପଣଙ୍କର ଯୋଗ୍ୟ ବିଘ୍ନ ଆପଣଙ୍କର ଯୋଗ୍ୟ ବିଘ୍ନକାରୀ ଅଶ୍ର ଅପହରଣ କରିଥିବା ଇନ୍ଦ୍ର ଯେଉଁ ସମସ୍ତ ପାଷଣ୍ଡଗଣଙ୍କୁ ସୃଷ୍ଟି କରିଛନ୍ତି, ସେମାନେ ପାଷଣ୍ଡ ବେଶ ଦ୍ୱାରା ମନୁଷ୍ୟମାନଙ୍କର ଚିତ୍ତ ଆକର୍ଷଣ କରି ସେମାନଙ୍କୁ ଅଭିଭୂତ କରିବେ। ହରେ କୃଷ୍ଣ। ହୁଁ। ତ ମାନେ କାହିଁକି ମାନେ ମାନେ ଇନ୍ଦ୍ର ବୁଝଉଛନ୍ତି, ଦେଖ ପୃଥୁ ମହାରାଜ ତୁମେ ଯଦି ବନ୍ଦ ନ କର ତାହେଲେ କ'ଣ ହବ? ଧୀରେ ଧୀରେ ଓଇ ଯେ ଇନ୍ଦ୍ର କେତେ ଅଲରେଡି ପାଖଣ୍ଡ ସୃଷ୍ଟି କରିଛନ୍ତି। ୟା ଫଳରେ କ'ଣ ହବ? ଧୀରେ ଧୀରେ ବହୁ ସମୟରେ ଯେଉଁ ଧାର୍ମିକ ଜନମାନେ ଠିକ୍ ଠାକ୍ ଭାବରେ ମାନେ କନିଷ୍ଠ ସ୍ତରରେ ଅଛନ୍ତି, ମାନେ ତାହାର ଚିତ୍ତ ଏଦିକ ସେଦିକେ ଯାଏ, ସେ ବହୁ ସମୟରେ ଏମିତି ପାଖଣ୍ଡ ବୃତ୍ତି ଅବଲମ୍ବନ କରିବ। ଲୋକଙ୍କର ଧନ ସ୍ତ୍ରୀ ଇତ୍ୟାଦି ଇତ୍ୟାଦି ଅପହରଣ କରିବ ଧର୍ମ ନାମରେ। ସେଥିପାଇଁ ଯାହା ହେଲା ହେଲା, ଏଇଟା ଆଉ ବିସ୍ତାର ନ ହଉ, ସେଥିପାଇଁ ତୁମେ କାମ କର, ଯଜ୍ଞଟା ବନ୍ଦ କରିଦିଅ। ତୁମେ ତ ଇନ୍ଦ୍ରପଦ ତୁମର ଆଶା ନାହିଁ, ହେଁ, ତୁମେ ତ ମୁକ୍ତି ମୋକ୍ଷକାମୀ, ତୁମେ ମୁକ୍ତି ଚାହ, ନୁହଁ କି? ସେଥିପାଇଁ ତୁମେ ବନ୍ଦ ରଖ। ତୁମର ଆଉ ତମ ଯଶ ମୁଁ କହୁଛି ଇନ୍ଦ୍ରଙ୍କ ଠାରୁ ମଧ୍ୟ ବଢ଼ିବ। ସେ 100 କରିଛି, ତମେ 99 ମାନେ ଆପଣଙ୍କର 99, କିନ୍ତୁ ତୁମର ଯଶ ବେଶୀ ହବ। ଆଉ ଜଗତରେ ଏ ଅଧର୍ମ ବିସ୍ତାର ନ ହଉ, ସେ ବୁଝଉଛି ବ୍ରହ୍ମା। ଆଚ୍ଛା, ୟା ପରେ 37, 37 ଶ୍ଲୋକ। ଭବାନ୍ ପରିତ୍ରାତୁ ମିହାବତୀର୍ଣ୍ଣ ଧର୍ମಂ ଜନାନାଂ ସମୟାନୁରୂପମ୍ ବେଣାପଚାରାଦବଲୁପ୍ତମଦ୍ୟ ତଦ୍ଦେହତ ବିଷ୍ଣୁ କଲାସି ବୈଣ। ଅନୁବାଦ। ହେ ବେଣ ନନ୍ଦନ ମହାରାଜ ପୃଥୁ, ବେଣଙ୍କର ଦୁରାଚାର ଯୋଗୁଁ ମାନବମାନଙ୍କର ଧର୍ମ ପ୍ରାୟ ବିଲୁପ୍ତ ହୋଇଯାଇଥିଲା। ଆପଣ ସେହି ଧର୍ମ ଉଦ୍ଧାର ନିମିତ୍ତ ଅଧୁନା ଭଗବାନ ବିଷ୍ଣୁଙ୍କ ଅଂଶକଳା ରୂପରେ ବେଣଙ୍କର ଦେହରୁ ପ୍ରାଦୁର୍ଭୂତ ହୋଇଅଛନ୍ତି। ହରେ କୃଷ୍ଣ। ଦେଖନ୍ତୁ ଏଇ ଯୋଉ ଦିଟା ଶ୍ଲୋକ 37 38, ଏ ବ୍ରହ୍ମା ପୃଥୁକୁ ବୁଝଉ ବୁଝଉ କହୁଛନ୍ତି, ଦେଖ ତୁମର ଯୋଉ ଅବତାର, ଏଇ ଯୋଉ ସକ୍ତାବେଶ ଅବତାର, ଏଇ ଯୋଉ ଅବତାର ର ଉଦ୍ଦେଶ୍ୟ କ'ଣ, ଲକ୍ଷ୍ୟ କ'ଣ? ଧର୍ମ ପ୍ରବର୍ତ୍ତନ କରିବା, ନୁହଁ କି? ଆଉ ଦେଖନ୍ତୁ, ତୁମେ ଦେଖ 37 ନମ୍ବର ଶ୍ଲୋକରେ ସେ କହୁଛନ୍ତି, ଦେଖ ଅଲରେଡି କ'ଣ ହେଇଛି ନା ତମ ତମ ଠାରୁ ଧର୍ମ ପ୍ରବର୍ତ୍ତିତ ହେବାର ଯୋଗ୍ୟ। ତୁମେ ଏପରି ଭାବରେ ଆଚରଣ କର ଅଧର୍ମ ପ୍ରବର୍ତ୍ତିତ ନ ହଉ। ସେଥିପାଇଁ ତୁମେ ଯଦି ଆଉ ଯଜ୍ଞ କରିବାକୁ ଯାଅ, ପୁଣି ଇନ୍ଦ୍ର ଯେ କ'ଣ କ'ଣ ଉପାୟ ଅବଲମ୍ବନ କରିବ, କାହିଁକି ନା ଯୁଦ୍ଧରେ ତମ ସହ ପାରିବ ନାହିଁ, ବା ତୁମେ ଦୂର କଥା ତୁମ ପୁତ୍ର ସହ ପାରିବ ନାହିଁ। ତା ପୁତ୍ର ମଧ୍ୟ ଖୁବ୍ ଶକ୍ତିଶାଳୀ ଥିଲା, ମାନେ ପୃଥୁ ମହାରାଜଙ୍କର ଆପଣ ଦେଖିଛନ୍ତି। ତ ସେଥିପାଇଁ ତୁମେ ଏଇଟା ବନ୍ଦ କରିଦିଅ। ତୁମେ ତ ଇନ୍ଦ୍ରପଦ ତୁମର ଆଶା ନାହିଁ, ତୁମେ ହଉଛ ନିଷ୍କାମ। ସେଥିପାଇଁ ତୁମେ ଯେହେତୁ ଧର୍ମ ପ୍ରବର୍ତ୍ତନ ପାଇଁ ଆସିଛ, ତାହେଲେ ଏମିତି କିଛି କର, ଶାସ୍ତ୍ର ବିହିତ ଧର୍ମ ଉଦ୍ଧାର କରିବା ପାଇଁ ଆସିଛ। ସେଥିପାଇଁ ତୁମେ ଏଇଟା ବନ୍ଦ କର ଯଜ୍ଞଟା, ନହେଲେ ଇନ୍ଦ୍ର ପୁଣି କ'ଣ ଯେ କ'ଣ ନୂଆ ନୂଆ ପାଖଣ୍ଡ ସୃଷ୍ଟି କରିବ ତା ସୀମା ନାହିଁ। ଆଚ୍ଛା, ତାପରେ 37 ନମ୍ବର ଶ୍ଲୋକ, ଯେ ଏଇଠି ଏখানে ତାର ଉଦ୍ଦେଶ୍ୟ, ପୃଥୁ ମହାରାଜ ଆସିଛନ୍ତି, ସେ ଯୋଉ ଭଗବାନଙ୍କର କଳା ଅବତାର, ଧର୍ମ ରକ୍ଷା ତୁମର କାମ। ସେଥିପାଇଁ ତୁମେ ଏମିତି ଆଚରଣ କର, ତୁମେ ନ କଲେ ମଧ୍ୟ ତମ ଦ୍ୱାରା ଈର୍ଷାନ୍ୱିତ ହେଇ ବା ଅନୁପ୍ରାଣିତ ହେଇ କେହି ଯଦି ଅଧର୍ମ ନ କରୁ। ଭବାନ୍ ପରିତ୍ରାତୁ ମିହାବତୀର୍ଣ୍ଣ ଧର୍ମମ୍, ନା 37 ହେଲା ନା 38 ହେବ? 38। 38।
स्वतं विमूर्ष्यास्य भवं प्रजापते संकल्पनं विश्वसृजां पिपीप्रिहि ऐन्द्रिं च माया उपधारममातरं प्रचण्ड पाखण्डपथं प्रभो जहि। ଅନୁବାଦ। ହେ ପ୍ରଜାପତେ, ଏ ବିଶ୍ୱର ଉତ୍ପତ୍ତି ଏ ବିଶ୍ୱର ଉତ୍ପତ୍ତି କଥା ବିଚାର କରି ଯେଉଁ ସମସ୍ତ ବିଶ୍ୱ ସ୍ରଷ୍ଟା ଋଷିଗଣ ବା ଭଗବାନ ବିଷ୍ଣୁ ଆପଣଙ୍କୁ ପ୍ରକାଶ କରିଛନ୍ତି, ଆପଣ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ। ପ୍ରଚଣ୍ଡ ପାଷଣ୍ଡ ମତବାଦ ରୂପିଣୀ ଉପଧର୍ମ ଜନନୀ ଐନ୍ଦ୍ରୀ ମାୟାକୁ ମଧ୍ୟ ନିବାରଣ କରନ୍ତୁ। ସରି। ଉପଧର୍ମ ଜନନୀ ଐନ୍ଦ୍ରୀ ମାୟାକୁ ମଧ୍ୟ ନିବାରଣ କରନ୍ତୁ। ହରେ କୃଷ୍ଣ। ହୁଁ ମାନେ ଏ କହୁଛନ୍ତି ଦେଖ ହେ ପ୍ରଜାପାଳକ ପୃଥୁ ପ୍ରଜାପତି ଶବ୍ଦ ଦ୍ୱାରା ଯିଏ ଦେଖ ଏ ବିଶ୍ୱର କଲ୍ୟାଣ କରିବା ପାଇଁ ଭୃଗୁ ଆଦି ମହାନ ମହର୍ଷିରା ଆପଣଙ୍କୁ ଉତ୍ପାଦନ କରିଛନ୍ତି। ଆକ୍ଚୁଆଲି ତାଙ୍କର ଯୋଉ ପିତା ବେଣ ତାକୁ ଉତ୍ପନ୍ନ କରିନାହିଁ, ଯଦିଓ ବେଣଙ୍କର ଶରୀରରୁ ଉତ୍ପନ୍ନ ହେଇଛି। ମହର୍ଷିଗଣ ତାଙ୍କୁ କିନ୍ତୁ ଉତ୍ପନ୍ନ କରିଛନ୍ତି, କିଏ? ପୃଥୁ ମହାରାଜକୁ। ସେଇଟା ମନେ କରିଦେଉଛନ୍ତି। ବହୁ ସମୟରେ ଯିଏ ଆଦର୍ଶ ପିତା ଉତ୍ପାଦନକାରୀ ପିତାଙ୍କର ବହୁ ସମୟରେ ମାନେ ଆଦର୍ଶ ପୁତ୍ର ପିତାଙ୍କର ମନୋଭାବ ପୂରଣ କରନ୍ତି। ଗୋଟିଏ ଅର୍ଥରେ ଆପଣ ଦେଖିବେ ଯଦିଓ ବେଣ ତାର ପିତା, ଆଉ ଗୋଟିଏ ଅର୍ଥରେ ମହର୍ଷି ମାନେ ମଧ୍ୟ ସାଧୁ ସନ୍ତଙ୍କ ଦ୍ୱାରା ସେ ସୃଷ୍ଟି ହେଇଛି। ମହର୍ଷିଗଣ ମଧ୍ୟ ସେମାନଙ୍କର ପିତା। ସେଇଟା ବ୍ରହ୍ମା ଏଠି ମନେ କରିଦେଉଛନ୍ତି। ସେଥିପାଇଁ ସେମାନଙ୍କର ଯୋଉ ସଂକଳ୍ପ ଧର୍ମ ରକ୍ଷା ରୂପ ମନୋରଥ ଆପଣ ଦୟାକରି ପୂରଣ କରନ୍ତୁ। ତ ଯାହା ହଉ, ଏଇଟା ମାନେ ସେ କହୁଛନ୍ତି ଦେଖ ଆଉ ଯୋଉ ଏଇ ଯୋଉ ପାଷଣ୍ଡ ପ୍ରଥ ଇନ୍ଦ୍ର ସୃଷ୍ଟି କରୁଛନ୍ତି, ସେ ଆଉ ତୁମେ ଯଦି ନ ମାନେ ଏଟା ପାଳନ ନ କର ତାହେଲେ ସେ କେତେ ପାଷଣ୍ଡ ପଥ ସୃଷ୍ଟି କରିବେ, ଅଧର୍ମ ପଥ। ଇଏ ହଉଛି ଭୟଙ୍କର। ମାନେ ସେଥିପାଇଁ ଏଟା ବୁଝାଉଛନ୍ତି। ଏବଂ ଯୋଉ ଇନ୍ଦ୍ର ସେ ଯେହେତୁ ସକାମ ଯୁକ୍ତ ଜୀବଗଣମାନଙ୍କୁ ବୁଝେଇବା ବହୁ କଠିନ। କାହିଁକି? ସେ ଯୋଉଟା ଆଶା କରେ ନା ସେଇଟା ସେ ପ୍ରାପ୍ତ ହେଇ ଛାଡ଼େ। କି ନିଷ୍କାମ ଭକ୍ତମାନଙ୍କୁ ବୁଝେଇବା ବହୁତ ସହଜ, କାହିଁକି? ତାଙ୍କର ଆଶା ହେଉଛି ହରିଗୁରୁ ବୈଷ୍ଣବଙ୍କର ସନ୍ତୁଷ୍ଟି। ବହୁ ସମୟରେ ଆମେ ଦେଖୁ ମଠ ମନ୍ଦିରରେ ଯଦି କିଛି ବାସନା ଢୁକିଗଲା ସଙ୍ଗ ପ୍ରଭାବରେ, ସେ ସାଧୁଗୁରୁ ବୈଷ୍ଣବମାନେ ଯେତେ ବୁଝେଇଲେ ମଧ୍ୟ ବୁଝିବ ନାହିଁ। କାହିଁକି? ସେ ସକାମ ଯୁକ୍ତ ହେଇଯାଇଛି। ସେଥିପାଇଁ ତୁମେ ଯେହେତୁ ନିଷ୍କାମ ଚିତ୍ତ, ତୁମେ ହଉଛି ମୁକ୍ତି ମାର୍ଗର ଅଧିକାରୀ, ତୁମେ ହଉଛି ଭଗବାନଙ୍କର ସତ୍ୟାବେଶ ଅବତାର। ସେଥିପାଇଁ ତୁମେ ଏଇ କୌଣସି ପ୍ରକାର ଉପଧର୍ମ ଅଧର୍ମ ପାଖଣ୍ଡ ଧର୍ମ ଯାତେ ପୁଣି ସୃଷ୍ଟି ନ ହୁଏ, ସେଇଟା ତୁମେ ସାବଧାନ ହେଇ ଏଇ ସତ୍ୟକ୍ରତୁ ମାନେ ସତ୍ୟ ଅଶ୍ୱମେଧ ଯଜ୍ଞ ଆଉ କରିବା ଦରକାର ନାହିଁ। ଏଇଟା ତାକୁ ବୁଝାଉଛନ୍ତି। ଏବଂ ତୁମର ଉଦ୍ଦେଶ୍ୟ କ'ଣ? ଏବଂ ତୁମକୁ ଯେ ସୃଷ୍ଟି କଲା ଭୃଗୁ ଆଦି ମହାନ ମହାନ ମହର୍ଷି ଗଣମାନେ, ସେମାନଙ୍କର ଉଦ୍ଦେଶ୍ୟ ଆପଣ ବୁଝ, ସେ ଅନୁସାରେ କାମ କର ଇତ୍ୟାଦି ଭାବରେ ବୁଝାଉଛନ୍ତି। ଏହାପରେ ଶ୍ଲୋକ ନମ୍ବର 39, 39 ଶ୍ଲୋକ। ପୃଥୁ ମହାରାଜ ତ ଆପଣ ଜାଣିଥିବେ, ସେ ହଉଛି ମହାନ ଭକ୍ତ ପ୍ଲସ୍ ସତ୍ୟ ଅବତାର। ସେ କ'ଣ କଲେ? ଶାନ୍ତି ଅବଲମ୍ବନ କଲେ। ମୈତ୍ର ଉବାଚ ଇଥଂ ସ ଲୋକ ଗୁରୁଣା ସମାଦିଷ୍ଟ ବିଶାମ୍ପତି ତଥା ଚ କୃତ୍ବା ବାତ୍ସଲ୍ୟಂ ମୋଘନାପି ଚ ସନ୍ଦଧେ। ଅନୁବାଦ। ମହାମୁନି ମୈତ୍ରେୟ କହିଲେ, ହେ ବିଦୁର, ରାଜା ପୃଥୁ ଲୋକଗୁରୁ ବ୍ରହ୍ମାଙ୍କ ଦ୍ୱାରା ଏହିପରି ଭାବରେ ଆଦିଷ୍ଟ ହୋଇ ଯଜ୍ଞ କରିବାର ଇଚ୍ଛା ପରିତ୍ୟାଗ କଲେ ଏବଂ ବାତ୍ସଲ୍ୟ ଭାବ ପ୍ରକାଶ କରି ଇନ୍ଦ୍ରଙ୍କ ସହିତ ମିତ୍ରତା କଲେ। ହୁଁ, ହରେ କୃଷ୍ଣ। ଠିକ ଅଛି। ତାହେଲେ ଦେଖନ୍ତୁ, ମାନେ ବ୍ରହ୍ମା କହିବାର ସାথে ସାথେ ଶୁଣିନେଲେ। ଶୁଣିନେଇ କ'ଣ କଲେ ନା ଯଜ୍ଞ କର ଇଚ୍ଛା ପରିତ୍ୟାଗ କଲେ ଏବଂ ଗଭୀର ସ୍ନେହ କରି ଇନ୍ଦ୍ର ସହ ମିତ୍ରତା କଲେ। ତାହାର କିଛି ଭୁଲ ନଥିଲା। ଦେଖନ୍ତୁ, ଏଇଟା ଶିକ୍ଷା କରିବା ଦରକାର। ସେଇ ଭକ୍ତି ଲାଭ କରିପାରିବ ଏମିତି ଗୁଣ ରହିଲେ। ଯଦି ଭୁଲ କଲା, ସାଧୁଗୁରୁ ବୈଷ୍ଣବ କହିବା ସାথে ସାথେ ଶୁଣିନ, ବହୁତ ସାରା ଏଇଟା ଗ୍ରହଣ କରିବା କଠିନ। ଚେତନା ଯାହାର ଯେତେ ଉନ୍ନତ ସେ ଗ୍ରହଣ କରିପାରିବ। 40। ତ ଦେବତା ମାନେ ପୃଥୁଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ଭୃଥ ସ୍ନାନାୟ ପୃଥବେ ଭୂରି କର୍ମଣେ ବରାନ୍ ଦଦୁସ୍ତେ ବରଦା ଯିଏ ତର୍ବର୍ହିଷି ତର୍ପିତାଃ।
ଅନୁବାଦେ ଅନୁବାଦ ତତ୍ପରେ ପୃଥୁ ମହାରାଜ ଯଜ୍ଞାନ୍ତ ସ୍ନାନ କଲେ। ଯେଉଁ ସମସ୍ତ ବରପ୍ରଦ ଦେବତାଗଣ ଭୂରିକର୍ମା ପୃଥୁଙ୍କର ଯଜ୍ଞରେ ଅର୍ଜିତ ହୋଇ ପରିତୃପ୍ତ ହୋଇଥିଲେ, ସେମାନେ ସମସ୍ତେ ତାହାଙ୍କୁ ବର ପ୍ରଦାନ କଲେ। ହରେ କୃଷ୍ଣ। ହୁଁ। ଏହାପରେ ଶ୍ଲୋକ ନମ୍ବର 41। ବିପ୍ରା ସତ୍ୟା ଶିସନ୍ତୁଷ୍ଟା ଶ୍ରଦ୍ଧୟା ଲବ୍ଧ ଦକ୍ଷିଣା ଆଶିଷ ଯୁଜୁଜୁ ଖତ୍ତରା ଦିରାଜାୟ ସତ୍କୃତାଃ। ଅନୁବାଦ ହେ ବିଦୁର, ଯେଉଁ ସବୁ ବ୍ରାହ୍ମଣ ମାନଙ୍କର ଆଶୀର୍ବାଦ ଅବ୍ୟର୍ଥ, ସେମାନେ ପୃଥୁଙ୍କର ଶ୍ରଦ୍ଧା ପ୍ରଦତ୍ତ ଦକ୍ଷିଣା ପ୍ରାପ୍ତ ହୋଇ ସନ୍ତୁଷ୍ଟ ହେଲେ ଏବଂ ଆଦିରାଜ ପୃଥୁଙ୍କୁ ଆଶୀର୍ବାଦ ପ୍ରଦାନ କରିବାକୁ ଲାଗିଲେ। ହରେ କୃଷ୍ଣ। ଏଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହଉଛି କଣ, ଯଜ୍ଞର ବହୁ ନିୟମ ଅଛି। ଗୋଟେ ନିୟମ ହଉଛି କଣ, ଯୋଉ ବ୍ରାହ୍ମଣ ମାନେ ଥିବେ ତାକୁ ପ୍ରଚୁର ଦକ୍ଷିଣା ଦେବାକୁ ପଡିବ। ଏଟା ଯଜ୍ଞରେ ଯଦି ଆପଣ କେউ ଯଦି ଯଜ୍ଞ କରୁଛନ୍ତି, ଯଦି ଯଜ୍ଞ ଯୁଗର ଅନୁମୋଦନ ନାହିଁ, ଯଦି ବାଇଚାନ୍ସ କିଛି କାରଣ କରୁଛନ୍ତି କିଛି ସଂସ୍କାର ଫସ୍କାର ପାଇଁ, ବହୁ ଦକ୍ଷିଣା ଦେବାକୁ ପଡିବ। ବ୍ରାହ୍ମଣ ଯଦି ସନ୍ତୁଷ୍ଟ ନ ହେଲା, ତାହେଲେ ଆପଣ କିନ୍ତୁ ସମ୍ପୂର୍ଣ୍ଣ ଫଳ ପାଇବେ ନାହିଁ। ଯଜ୍ଞର ନିୟମ ଆଉ ଗୋଟେ ଯଜ୍ଞର ଆଉ ଯଦି ମନେ କରନ୍ତୁ ଆପଣ ନ ଦେଲେ, ତାହେଲେ ସମସ୍ତ ଯଜ୍ଞର ଫଳ ସବୁ ବ୍ରାହ୍ମଣ ପାଇଯିବେ। ଯଦି ଆପଣ ଯେତେ ଡେରି କରି ଦେବା ପାଇଁ, ସେତେ ଆପଣଙ୍କର ଇଏ ବଢୁଥିବ। ମାନେ ଯଜ୍ଞ ମାନେ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ ଗୋଟେ କଥା କଣ, ଯଜ୍ଞ ଫଳରେ ଯେ ବ୍ରାହ୍ମଣ ମାନେ କରନ୍ତି, ଆପଣଙ୍କର ବହୁ କର୍ମ ସେ ନିଅନ୍ତି। ସେଥିପାଇଁ ବହୁ ବ୍ରାହ୍ମଣ ମାନେ ବ୍ରହ୍ମଚାରୀ ମାନେ ବା ତ୍ୟକ୍ତାଶ୍ରମୀ ମାନେ ଯଜ୍ଞ ପାଇଁ ସାଧାରଣତଃ ଅନିଚ୍ଛୁକ ରୁହନ୍ତି। କାହିଁକି, ବହୁ କର୍ମ ଗ୍ରହଣ କରିବାକୁ ପଡେ ଯଜ୍ଞ ଫଳରେ। ଯାହା ହଉ, ଏଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଆପଣ ସବୁବେଳେ ଦେଖିବେ ଯେ ଯେତେ ଯେତେ ଯଜ୍ଞ ଭାଗବତ ଶାସ୍ତ୍ରରେ ପାଇବେ, ଏତେ ଦକ୍ଷିଣା ଦେଇଛନ୍ତି ମାନେ ଯଜମାନ ମାନେ, ସେ ସନ୍ତୁଷ୍ଟ ହେଇଛନ୍ତି। ମେନଲି ଯଜ୍ଞରେ ବ୍ରାହ୍ମଣ ମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ ଯଜ୍ଞ କ୍ଷେତ୍ରରେ। ଆଉ ଯଦି ମନେ କରନ୍ତୁ ହରେ କୃଷ୍ଣ। ସେ ଯାହା ପାଇଲେ, ହଁ କୁହନ୍ତୁ। ନାଇଁ ନାଇଁ, କୁହନ୍ତୁ, ଆପଣ କୁହନ୍ତୁ। ମନେ କରନ୍ତୁ ଜଣେ ବ୍ରାହ୍ମଣ ଯଜ୍ଞ କଲା। ଯଜ୍ଞ ତ ସାଧାରଣତଃ ନ କଲେ ଭଲ। ବର୍ତ୍ତମାନ ତ ଅରିଜିନାଲ ଜିନିଷ ପାଇବନି, ସବୁ ଡୁପ୍ଲିକେଟ ଜିନିଷ। ବାଇଚାନ୍ସ କୌଣସି ସଂସ୍କାର ବଶତଃ ବା କୌଣସି କିଛି ସଂସ୍କାର ବଶତଃ କୌଣସି ସଂସ୍କାର କଲେ, ଯୋଉ ଦଶବିଧ ସଂସ୍କାର କିଛି ସଂସ୍କାର କଲେ, ସେଠି କରିବା ଦରକାର। ସେଇ କ୍ଷେତ୍ରରେ କହୁଛି, ମନେ କରନ୍ତୁ ଜଣେ ବ୍ରାହ୍ମଣ 2,000 ଟଙ୍କା ପାଇଲେ, ଦକ୍ଷିଣା ପାଇଲେ ସନ୍ତୁଷ୍ଟ ହବ। ଜେନେରାଲି ବ୍ରାହ୍ମଣ ମାନେ ଡିମାଣ୍ଡ କରନ୍ତି ନାହିଁ। ଯଦି ଡିମାଣ୍ଡ କଲା, ତାହେଲେ ବ୍ରାହ୍ମଣ କି ବ୍ରାହ୍ମଣ ନୁହଁ, ସେ ନେଇ ବହୁତ ସନ୍ଦେହର ଅବକାଶ ଅଛି। ବ୍ରାହ୍ମଣ ଡିମାଣ୍ଡ କରିବ ନାହିଁ। ଯାହା ହଉ, ତ 2,000 ପାଇଲେ ସେ ସନ୍ତୁଷ୍ଟ ହବ। ଆପଣ ଯଦି ସେଠି 4,000 ଦିଅନ୍ତି ତାକୁ ଦକ୍ଷିଣା, ତାହେଲେ ଆପଣ ଯୋଉ ଯଜ୍ଞର ଯୋଉ ଫଳ ପାଇବେ, ଡବଲ ଫଳ ପାଇବେ। ଏଟା ଶାସ୍ତ୍ରରେ ସବୁ ବହୁ ମହିମା ଅଛି। ମନେ କରନ୍ତୁ ଆପଣ 6,000 ଦେଲେ, ତାହେଲେ 3 ଗୁଣ ଫଳ ପାଇବେ। 8,000 ଦେଲେ 4 ଗୁଣ ଫଳ, ଏମିତି ଶାସ୍ତ୍ରରେ ବର୍ଣ୍ଣନା କରାଅଛି। ଏଇ ଯଜ୍ଞଟା ମେନଲି କର୍ମକାଣ୍ଡ ଭିତରେ ଆସିଯାଉଛି ତ, ସେଥିପାଇଁ ଏମିତି ବହୁ କିଛି ନିୟମ ଅଛି ଯଜ୍ଞରେ। ଯାହା ହଉ, ସେଥିପାଇଁ ମାନେ ଯଜ୍ଞ ଯୋଉ ବ୍ରାହ୍ମଣ ମାନେ, ସେମାନଙ୍କୁ ଆପଣ ସନ୍ତୁଷ୍ଟ କରିବାକୁ ପଡ଼ିବ। ଆଉ ଲାଭ କଣ, ବହୁ କର୍ମ ଫଳ ବ୍ରାହ୍ମଣ ମାନେ ନିଅନ୍ତି। ମେନଲି ଯୋଉ ଆପଣଙ୍କର ଶ୍ରାଦ୍ଧାଦି ବିଭିନ୍ନ ଯଜ୍ଞରେ, ମୁଁ ବହୁ ବ୍ରାହ୍ମଣ ମାନେ ମୋତେ କହିଛି, ସେମାନେ ଯଜ୍ଞ କରିବା ପାଇଁ ପରେ ବହୁ ବାଧା ସମ୍ମୁଖୀନ ହୁଅନ୍ତି। ସ୍ୱପ୍ନାଦି ମାଧ୍ୟମରେ ଦୁଃସ୍ୱପ୍ନ ଇତ୍ୟାଦି ବହୁ ମୋତେ କହିଛି ସେମାନେ ସବୁ ଡାଇରେକ୍ଟ। ସେଥିପାଇଁ ବହୁ ସମୟରେ ଏଇ ଯୋଉ ତ୍ୟକ୍ତାଶ୍ରମୀ ମାନେ ଏ କରନ୍ତି ନାହିଁ। ମେନଲି କରିଲେ ମଧ୍ୟ ଏଇ ସବୁ ଏ କରନ୍ତି ନାହିଁ। ଯାହା ହଉ, ତ ଆମେ ପ୍ରଥମ ଭାଗ ଦେଖୁଛୁ, ସେ ବ୍ରାହ୍ମଣ ମାନଙ୍କୁ ଖୁବ ସନ୍ତୁଷ୍ଟ କରିଥିଲେ। ଆଚ୍ଛା ଆଚ୍ଛା, ଲାଷ୍ଟ ଶ୍ଲୋକ। ହରେ କୃଷ୍ଣ ପ୍ରଭୁଜୀ। ହଁ ହରେ କୃଷ୍ଣ। ହରେ ହଁ, ଆମେ କୃଷ୍ଣ ଏଇଟା ଶେଷ ପ୍ରଭୁଜୀ। କରିଦେବୁ। କୁହନ୍ତୁ। ପ୍ରଭୁଜୀ, ଏଇ ବିଷୟରେ ଗୋଟେ ନା ଆଉ ଅଳ୍ପ କୁହ। ଅଛି ତ, ଆଉ ଯେ ହଁ ଏ ବିଷୟରେ ଗୋଟେ ପ୍ରଶ୍ନ ସେଇଟା ଥିଲା, ଯେ ଯାହା କହିଲେ ଆପଣ ତା ଦେହରୁ ଟିକେ ଆଉ ଟିକେ ବୁଝିବାର ଅଛି। ଯୋଉ ଅଧିକାଂଶ ହଁ ସମୟରେ ବ୍ରାହ୍ମଣ ସାଧାରଣ ଲୋକ ଯଦି ଯଜ୍ଞ କରେ, ବ୍ରାହ୍ମଣ ମାନଙ୍କୁ ସନ୍ତୁଷ୍ଟ କରିବା କଥା। ବ୍ରାହ୍ମଣ ମାନେ ତ ବର୍ତ୍ତମାନ ଅପର୍ଯ୍ୟାପ୍ତ ପରିମାଣ ଧନ ଚାହିଁବେ, ତେଣୁ ସାଧାରଣ ଲୋକ ପକ୍ଷେ ତ ଯଜ୍ଞ କରିବା ତାହେଲେ କଷ୍ଟକର ହେଇପଡିବ। ହଁ, ଦେଖନ୍ତୁ, ଏ ମୁଁ ତ ଆପଣଙ୍କୁ କହିଛି ଉତ୍ତରରେ, ଆପଣ ଭୁଲି ଯାଇଛନ୍ତି। ଯଦି ହଁ, ନାଇଁ ନାଇଁ, କୌଣସି ଉତ୍ତର ବ୍ରାହ୍ମଣ, କହିଲେ ଯେ ତଥାପି ଆଜ୍ଞା ହଁ କୁହନ୍ତୁ। ମୁଁ ଉତ୍ତର କଣ କହିଲି ଆପଣଙ୍କୁ ମନେ ଅଛି କି? ଯଦି ଆଜ୍ଞା, ବ୍ରାହ୍ମଣ, କହିଲେ ତ ସେଇଟା ହୁଁ, ହଁ କଣ ଉତ୍ତରଟା କୁହନ୍ତୁ, କଣ ମନେ ଅଛି ଦେଖୁନ ମୁଁ। କୁହନ୍ତୁ ପ୍ରଭୁ। ହଁ, ମୁଁ କହୁଛି ନାଇଁ ଦେଖନ୍ତୁ। ନାଇଁ, କହିଲେ ଯେ ଦେଲେ ମାନେ ମାନେ ଯଦି 2,000 ଚାହିଁବେ, ଆପଣ 4,000 ଦେଲେ ଆପଣଙ୍କ ଡବଲ ଫଳ ପାଇବେ। ଛଅ ନା ହଜାର ନା, ଦେଲେ ଆପଣ ଆପଣ ଉତ୍ତର ଶୁଣି ନାହାନ୍ତି। ମାନେ ତିନି ନା ଡବଲ ନା, ପାଇବେ। କିନ୍ତୁ ଆପଣ ସାଧାରଣ ଉତ୍ତର ଠିକ, ଉତ୍ତର ଆପଣ ଟୋଟାଲ ଭୁଲ ଶୁଣିଛନ୍ତି। କିଏ ଉତ୍ତର ଠିକ କରି ଶୁଣିଛି, ଉତ୍ତର ଦେଇପାରିବେ କହିଲେ?
ସେ ବ୍ରାହ୍ମଣ ମାନେ ମାଗିବେ ନାହିଁ। ହଁ କରେକ୍ଟ। ମୁଁ ଏଇଟା କହିଲି। ଆଉ ଯୋଉ ଆପଣ କହିଲେ 2,000 ଚାହିଁବେ ଏମିତି, ମୁଁ ଏଇଟା ମଧ୍ୟ ଆପଣ ଭୁଲ ଶୁଣିଛନ୍ତି। ଦେଖନ୍ତୁ ଶ୍ରବଣ ଭିତରେ କେତେ ପାର୍ଥକ୍ୟ ରୁହେ। ତାପରେ ବକ୍ତାର ଭୂଷଣ ଦୋଷ ହେଇଯାଏ। ହଁ, ଆଉ ଗୋଟେ ପଏଣ୍ଟ ମୁଁ ସେଇଠି କହିଛି। ମୁଁ 2,000 କୋଉଥିପାଇଁ କହିଲି ଆପଣ ଭୁଲ ଶୁଣିଛନ୍ତି। ମୁଁ କହିଲି ଦେଖନ୍ତୁ, ଫାଷ୍ଟ ହଉଛି ଯେ ଯୋଗ୍ୟ କର୍ମକାଣ୍ଡ ତାଙ୍କ ଶାସ୍ତ୍ରରେ ଅଛି। ମନେ କରନ୍ତୁ ଜଣେ ବ୍ରାହ୍ମଣ, ମନେ କରନ୍ତୁ ଯଦି ଫାଷ୍ଟ ହଉଛି ଯଦି ବ୍ରାହ୍ମଣ ଟଙ୍କା ଚାହିଁଲା, ତା ଦି ଆପଣ ନ କଲେ ଭଲ। ହୁଁ ତାହାର ବ୍ରାହ୍ମଣର ଗୁଣ ନେଇ ସନ୍ଦେହ ଅଛି। ଯୋଉ ଭାଗବତ ବକ୍ତା ପ୍ରଭୁପାଦ ଯୋଉ ଯେଉଁ ଯୋଉ ଇସ୍କନରେ ହୁଁ ମଧ୍ୟ ଅଛି, ମୁଁ ନାଁ କହିବି ନାହିଁ, ସେମାନେ ଟଙ୍କା ଡିମାଣ୍ଡ କରନ୍ତି ଭାଗବତ ପାଠ ପାଇଁ। ହୁଁ ପ୍ରଭୁପାଦ କହୁଛନ୍ତି ସେଇଟା ଅନୁଚିତ। ହଁ ଆପଣ ଜାଣିଥିବେ ଇସ୍କନରେ ଭାଗବତ ଅଛନ୍ତି। ବ୍ୟବସାୟୀ ହେଲେ। ହଁ ସେଇଟା ହଁ କରେକ୍ଟ। ପ୍ରଭୁପାଦ ବାର ବାର କହିଛନ୍ତି। ମୁଁ ଜାଣିଛି ଜଣେ ବକ୍ତାକୁ ଇସ୍କନ ଏଠି ମାୟାପୁରରେ ବ୍ୟାନ୍ କରାଅଛି, ମାନେ ଦେଇପାରନ୍ତିନି ତାକୁ ପୁରା। ଏମାନେ ବହୁ ମନ୍ଦିର ତାକୁ ବ୍ୟାନ୍ କରାଅଛି, ସେ ଭାଗବତ ପାଠ ଦେଇପାରିବେ ନାହିଁ। ଦେଖିଲେ ସେଇ ବକ୍ତାଟା ପୁଣି ଆଗ ବର୍ଷ ଦେଇଥିଲେ, କିନ୍ତୁ ଇସ୍କନ ମନ୍ଦିର ନୁହଁ, ଆମର ଗଙ୍ଗା କୂଳରେ ଦେଇଥିଲେ। ଯାହା ହଉ, ପୁରା ଇସ୍କନରୁ ବନ୍ଦ କରିବା। ପ୍ରଭୁପାଦ କଠୋର ମନା କର। ସେମିତି କୌଣସି ବ୍ରାହ୍ମଣ ଯଦି ଡିମାଣ୍ଡ କଲା, କୌଣସି କଥା ପାଇଁ ମଧ୍ୟ ଡିମାଣ୍ଡ କଲା, ମନେକରୁ ମୋତେ ଡାକିଲେ ଯେ ଦେଖ ଟିକେ ହରି କଥା କୁହ, ହୁଁ, ସେ କେତେ କଣ ଲାଗିବ। ମୁଁ ଯଦି ଡିମାଣ୍ଡ କଲି, ତାହେଲେ ମୋର ଯୋଉ ବ୍ରାହ୍ମଣତା ନେଇ ସେଟା ଅଛି, ସନ୍ଦେହ ଅଛି। ନ କଲେ ଭଲ, ତାଙ୍କୁ ଦେଇ ଆପଣ ବ୍ରାହ୍ମଣ ନ କଲେ ଭଲ। ଏକ, ସେଇଟା ମୁଁ ପ୍ରଥମରେ କହିଛି। ଦୁଇ ହଉଛି ମୁଁ କହିଲି କଣ, ଶାସ୍ତ୍ରରେ ଯୋଉ ଏଟା ଯୋଉ ଯେହେତୁ କର୍ମକାଣ୍ଡ ଭିତରେ ଆସିଯାଉଛି, ମନେ କରନ୍ତୁ ଜଣେ ବ୍ରାହ୍ମଣ ଯିଏ ଯଜ୍ଞ କଲା ଆପଣଙ୍କର, ମନେ କରନ୍ତୁ ମୁଁ ଉଦାହରଣ ଦେଲି, ଡିମାଣ୍ଡ କଥା କହୁନାହିଁ, ତାକୁ ଯଦି ଆପଣ 2,000 ଦକ୍ଷିଣା ଦେଲେ, ସେ ଖୁବ୍ ସନ୍ତୁଷ୍ଟ ହେଇଯିବେ। ବାହ, ବହୁତ ସୁନ୍ଦର। ଆଚ୍ଛା। ହଁ ହଁ ବୁଝିପାରୁଛନ୍ତି ହଁ ଆପଣ ସେଟା କଥାଟା, ବୁଝିପାରୁଛନ୍ତି ସନ୍ତୁଷ୍ଟରେ କି? ଗଲା। ହଁ ମନେ କରନ୍ତୁ ଆଜ୍ଞା ସେ ଆଜ୍ଞା। ଡିମାଣ୍ଡ ନାହିଁ କିନ୍ତୁ ଏଠି ହୁଁ ସିଏ ସେତେବେଳେ ଆପଣ ହୁଁ କଲେ କଣ, ଡବଲ ଦେଲେ, ତାହେଲେ ଡବଲ ଫଳ ପାଇବେ ଯଜ୍ଞର, ମାନେ ଦିଟା ଯଜ୍ଞର ଫଳ ପାଇବେ। ସେଇଟା କଲି। ହଁ ବ୍ରାହ୍ମଣ ହୁଁ କେବେ ସେ ଡିମାଣ୍ଡ କରିବ ଯେତିକି ନାହିଁ। ଏକ୍ସପେକ୍ଟ କରିଥିଲା ଅଧିକା ଦେଲେ। ହୁଁ ହଁ, ଏଇଟା ମାନେ ଏଇଟା ଏଥିପାଇଁ ଶ୍ରବଣ କରିବାକୁ ଖୁବ୍ ଧ୍ୟାନ ସହକାରେ, ନହେଲେ ଭୁଲ ହେଇଯିବ ଖୁବ୍। ଯେମିତି ଆମର ଏଠି ବହୁ ଆଦର୍ଶ ବ୍ରାହ୍ମଣ ନାଇଁ ଅଛନ୍ତି। ବର୍ତ୍ତମାନ ହୁଁ ଯେମିତି ସେ ମୁଁ ଆମର ବର୍ତ୍ତମାନ ଯୋଉ କଣ କି, ଶ୍ରୀକୃଷ୍ଣ, ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଁ କହୁଛି ତ, ଅଧିକାଂଶ ବ୍ରାହ୍ମଣ ଡିମାଣ୍ଡ କରୁଛନ୍ତି ତ, ସେଇଥିପାଇଁ ମୁଁ ପ୍ରଶ୍ନଟା ଉଠେଇଲି। ଆଜ୍ଞା ଡିମାଣ୍ଡ କରିବ ମାନେ ଆପଣ ନ ନେଲେ ଭଲ, ଡାଇରେକ୍ଟ ପୁରା। ଯେମିତି ଶ୍ରୀମଦ୍ ଭାଗବତ, ମନେ କରନ୍ତୁ ଆପଣ ଚାହୁଁଛନ୍ତି ଭାଗବତ କଥା କରିବେ ଆପଣଙ୍କ ଗ୍ରାମରେ। ଆଜ୍ଞା ଆପଣ ଦେଖିଲେ ଖୁବ୍ ଜଣେ ଖୁବ୍ ମାନେ ସବୁ ବହୁତ ସୁନ୍ଦର ପାଠ କରନ୍ତି, ତାକୁ ଡାକିଲେ, ସେ କହିଲେ ଭାଇ ଦେଖ ମୋର ଏତେ ଲକ୍ଷ ଟଙ୍କା ଲାଗିବ। ଆପଣ ମାନେ ନେବେ ନାହିଁ, କାହିଁକି? ପ୍ରଭୁପାଦ ମନା କରୁଛନ୍ତି। ଠିକ୍ ସେହିପରି କୌଣସି ବ୍ରାହ୍ମଣ ଯଦି ଆପଣ ଡିମାଣ୍ଡ କରୁଛନ୍ତି, ତାହେଲେ ଆପଣ ତାହା ସହ କରିବେ ନାହିଁ। ଆଉ ବର୍ତ୍ତମାନ ତ ଇସ୍କନ ଏତେ ଭକ୍ତ ସାରା ବିଶ୍ୱ ଜୁଡ଼ି, ଆପଣ ଦେଖିବେ କେତେ ବହୁତ ସୁନ୍ଦର ନିଷ୍କାମ ଭକ୍ତ ଅଛି। ଏପରିକି ଆମ ମନ୍ଦିରରେ ମୁଁ ଦେଖିଛି ବହୁ ଉନ୍ନତ ଭକ୍ତ ମାନେ ଡିମାଣ୍ଡ ଦୂରର କଥା, ଯୋଉ ଡୋନେସନ ଦିଅନ୍ତି ସେଇଟା ଭଗବାନଙ୍କ ସେବାରେ ଲଗେଇ ଦିଅନ୍ତି। ଯେମିତି ଆପଣ ନାଁ ଶୁଣିଥିବେ ଶ୍ରୀପାଦ ଜନନିବାସ ପ୍ରଭୁ, ସିଏ ଯେତେବେଳେ କଲେକ୍ସନ ଯାଇଥିଲେ ଟିଓବିପି, ଲୋକମାନେ ଯାହା ଟିଓବିପି ଦେଲେ ଦେଲେ, ତାକୁ ବ୍ୟକ୍ତିଗତ ଭାବରେ ଦେଲେ, ଯେ ପ୍ରଭୁ ଏଇଟା ଆପଣଙ୍କ ବ୍ୟକ୍ତିଗତ ସେବା ପାଇଁ। କେତେ ଲକ୍ଷ ଟଙ୍କା ହେଲେ ପ୍ରଭୁକୁ ଦେଖନ୍ତୁ, ସାରା ବିଶ୍ୱବ୍ୟାପୀ ଗୁରୁ ଭଳିଆ ସମ୍ମାନ କରନ୍ତି। ପ୍ରଭୁଙ୍କର ବହୁତ ଦିବ୍ୟ ଗୁଣ, ନିର୍ମର୍ଷରତା, ସରଳତା, ଉଦାରତା, ସୁଶୁଦ୍ଧ ଭକ୍ତଙ୍କର ଗୁଣ ପ୍ରଭୁଙ୍କ ଭିତରେ ଦେଖିବାକୁ ପାଇବେ। ଦୈନତା, ସେ ସମସ୍ତେ ଭଲ ପାଆନ୍ତି। କେତେ ଲକ୍ଷ ଟଙ୍କା ତାଙ୍କର ଡୋନେସନ ହେଇଯାଇଥିଲା। ସେ ଆସି କଣ କଲେ, ଶ୍ରୀ ରାଧା ମାଧବଙ୍କର ସମ୍ପୂର୍ଣ୍ଣ ଡ୍ରେସ୍ ନୂଆ ଦେଲେ। ଦେଖନ୍ତୁ ଏସବୁ ମାନେ ବହୁ ନିଷ୍କାମ ଚିତ୍ତ ଭକ୍ତ। ଯାହା ହଉ, ତ ଏମିତି ବ୍ରାହ୍ମଣ ବୈଷ୍ଣବ ମାନଙ୍କୁ ଆପଣଙ୍କୁ ସେବା କଲେ ଏମିତି ଆପଣ ଲକ୍ଷ୍ୟ କରିବାକୁ ପଡ଼ିବ। ଏମିତି ବ୍ରାହ୍ମଣ ବୈଷ୍ଣବ ମାନଙ୍କର କାହିଁ କହୁଛି ଦେଖନ୍ତୁ, ଯୋଉ ବ୍ରାହ୍ମଣ ମାନେ ଡିମାଣ୍ଡ କରୁଛନ୍ତି ନା, ସେମାନେ ଯେତେବେଳେ ଆଶୀର୍ବାଦ ଦେବେ, ସେ ଆପଣଙ୍କର ଫଳ ଫଳିବ କି ଫଳିବ ନାହିଁ ସନ୍ଦେହ ଅଛି। ଆପଣ ଏଇଟା ଦଶମ ସ୍କନ୍ଧରେ ନନ୍ଦ ମହାରାଜକୁ ଦେଖିବେ, ସେ ଯେଉଁ ବ୍ରାହ୍ମଣ ମାନଙ୍କୁ ଡାକି ସେବା କରୁଥିଲେ, ଦକ୍ଷିଣା ଦଉଥିଲେ, ଆପଣ ଦେଖିବେ ତାର ଗୁଣ ସେଠି ଅଛି। ବହୁ ଗୁଣ ସେଠି ବର୍ଣ୍ଣନା କରାହେଇଛି। ସେମିତି ବ୍ରାହ୍ମଣ ଏଇ ଯୋଉ 4ଟା 5ଟା ଗୁଣ ସେଠି ଅଛି। ଯଦି ଆଶୀର୍ବାଦ ଦେଲା, ତାହେଲେ ଆପଣ ସେଇଟା ପୁରା ନିଶ୍ଚିତ ଫଳିବ। ଏଇଟା ହଉଛି ଗୁରୁତ୍ୱପୂର୍ଣ୍ଣ ହରେ କଥା। କୃଷ୍ଣ। ସେଥିପାଇଁ ଏଟା ଭକ୍ତମାନେ ଆପଣଙ୍କୁ ସରଳତା ଠିକ୍ ଅଛି, ତାହା ସହ ଆପଣଙ୍କୁ କୃଷ୍ଣ ଭକ୍ତିଯୁକ୍ତ ବୁଦ୍ଧିମତ୍ତା ପ୍ରୟୋଗ କରିବାକୁ ପଡ଼ିବ। ଏଟା ହଉଛି ଗୁରୁତ୍ୱପୂର୍ଣ୍ଣ କଥା। ବ୍ରାହ୍ମଣ କେବେ ବି ଡିମାଣ୍ଡ କରିବ ନାହିଁ। ତାହେଲେ ତାହାର ବ୍ରାହ୍ମଣତା ନେଇ ମାନେ ସଂଶୟ ଅଛି। ଏଇଟା ଏଇଟା ଠିକ୍। ଯଦି ବ୍ରାହ୍ମଣ ଦେଖନ୍ତୁ, ମନ୍ଦିର ମଠ ମନ୍ଦିର ଯେଉଁ ଦେଖନ୍ତୁ, ବର୍ତ୍ତମାନ ଜନ୍ମାଷ୍ଟମୀ ହବ କି ସାମ୍ନାରେ ଆପଣଙ୍କର ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ତିଥି,
ପତିତ ପାବନ ମହାପ୍ରଭୁଙ୍କର ଆବିର୍ଭାବ ତିଥି ସେମାନେ ଆସି ମନ୍ଦିର ତରଫରୁ କହୁଛନ୍ତି ଦେଖନ୍ତୁ ଆମର ଅନୁଷ୍ଠାନ ହେବ, ଏତେ 10 ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଆପଣ କିଛି ସମ୍ପତ୍ତି ଅଛି ଆପଣ ଲକ୍ଷେ ଦିଅ, ସେଇଟା ଅଲଗା ବେପାର। ହଁ, ଏଇଟା ଅଛି। ବା ଦେଖନ୍ତୁ ବହୁ ସମୟରେ ଯଜ୍ଞ କରନ୍ତି ମନ୍ଦିର ପକ୍ଷ ହେଇ, ମନ୍ଦିର ପକ୍ଷରୁ ଯଜ୍ଞ କରୁଛନ୍ତି, ମାନେ ଯୋଉ ଟଙ୍କା ଆସିବ, ମନେ କରନ୍ତୁ ଛୋଟ ମନ୍ଦିର, ତାଙ୍କର ଇନକମ୍ ଏତେ ନାହିଁ, ଆମର ମାୟାପୁର ବହୁ ବଡ଼ ମନ୍ଦିର, କିନ୍ତୁ ଛୋଟ ଛୋଟ ମନ୍ଦିର ଇନକମ୍ ରୁହେନି, ଏଠି ଅଥରିଟି କର୍ତ୍ତୃପକ୍ଷରୁ ବ୍ୟବସ୍ଥା କରାହୁଏ ଯେ କେହି ଯଦି ତାଙ୍କର କୌଣସି ଦେଖନ୍ତୁ ତାଙ୍କର ପିତା ମୃତ୍ୟୁରେ ସେ ଶ୍ରାଦ୍ଧ ଯୋଗ୍ୟ ହେଲା, ସେଇଟା ମନେକର ଏତେ ଟଙ୍କା ବନ୍ଧା ହେଇଛି, 500 ଟଙ୍କା କି ଏତେ ଟଙ୍କା, ସେଇଟାରୁ 400 ମନ୍ଦିର ଆସିବ, 100 ତୁମେ ଦକ୍ଷିଣା ରୂପରେ ନେବ, ସେଇଟା ଅଲଗା ବେପାର। କିନ୍ତୁ ବ୍ୟକ୍ତିଗତ ଭାବରେ ଯେତେବେଳେ ବ୍ରାହ୍ମଣ କରିବେ ସେତେବେଳେ ସେ ଡିମାଣ୍ଡ କରିବ ନାହିଁ। ଏମିତି ବିଭିନ୍ନ ଦିଗ ବିଚାର ଅଛି। ସେ କାହିଁକିନା ସେ ସମ୍ପତ୍ତିଟା ଡାଇରେକ୍ଟ ଆପଣଙ୍କର ଯେଉଁ ମନ୍ଦିରରେ ଯେଉଁ ପ୍ରଭୁ ବା ଆପଣଙ୍କର ପ୍ରଭୁ ଭଗବାନଙ୍କର ସେବାରେ ଲାଗୁଛି, ଏମିତି ବିଭିନ୍ନ ବିଚାର ଅଛି। ହରେ କୃଷ୍ଣ। ଲାଷ୍ଟ ଶ୍ଲୋକ 19 ଅଧ୍ୟାୟର ଆଜି 42। ତୟା ଭୂତା ମହାବାହୋ ସର୍ବ ଏବ ସମାଗତାଃ ପୂଜିତା ଦାନ ମାନାଭ୍ୟାମ୍ ପିତୃଦେବର୍ଷି ମାନବାଃ। ଅନୁବାଦ। ସମସ୍ତ ମହାନ ଋଷି ମୁନି ଋଷି ଓ ବ୍ରାହ୍ମଣଗଣ କହିଲେ, ହେ ମହାବାହୁ ପୃଥୁ, ଆପଣ ଯେଉଁ ସମସ୍ତ ପିତୃ ଦେବତା ମୁନି ଋଷି ଓ ମାନବଗଣଙ୍କୁ ଆହ୍ୱାନ କରିଥିଲେ, ସେମାନେ ସମସ୍ତେ ସମାଗତ ହୋଇ ଆପଣଙ୍କର ଯଥୋପଯୁକ୍ତ ଦାନ ମାନ ଆଦି ଦ୍ୱାରା ସତ୍କୃତ ହୋଇଛନ୍ତି। ହରେ କୃଷ୍ଣ। ହରେ କୃଷ୍ଣ। ତ ଇତି ଶ୍ରୀମଦ୍ ଭାଗବତ ଚତୁସ୍କନ୍ଧ ପ୍ରଥମ ଶତ ଅଶ୍ୱମେଧ ଯଜ୍ଞ ନାମକ 19 ଅଧ୍ୟାୟରେ ତାତ୍ପର୍ଯ୍ୟ। ତାର କିଛି ପ୍ରଶ୍ନ ଯଦି ନ ରୁହେ ତାହେଲେ ଏଠି ସମାପ୍ତ କରିବୁ। ଜୟ ଶ୍ରୀମଦ୍ ଭାଗବତମ କି ଜୟ, ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ କି ଜୟ, ଜୟ ସମସ୍ତ ଭାଗବତ ଶ୍ରୋତାବୃନ୍ଦ କି ଜୟ, ଜୟ ଶ୍ରୀମଦ୍ ମହାପ୍ରଭୁ କି ଜୟ। ତ ଆମେ ଯେଉଁ ଏତେ ଦିନ ପଢ଼ିଲୁ, ଆମେ ସମସ୍ତ ଭାଗବତ ପାଠ ଆମେ ଶ୍ରୀ ଶ୍ରୀ ହରିଗୁରୁ ବୈଷ୍ଣବଙ୍କ ପ୍ରୀତ୍ୟାର୍ଥରେ ଅର୍ପଣ କରୁଛୁ। ଏବଂ ଆପଣମାନେ ଯଦି କୌଣସି ଅପରାଧ ରୁହେ ତାହେଲେ କ୍ଷମା କରିବେ ଏବଂ ଆଶୀର୍ବାଦ କରନ୍ତୁ। ମୁଁ ନିରପରାଧରେ ନିରନ୍ତର ହରିଗୁରୁ ବୈଷ୍ଣବଙ୍କୁ ସନ୍ତୁଷ୍ଟ କରିପାରେ ଏବଂ ପ୍ରତି ମୁହୂର୍ତ୍ତରେ ମୋ ଚିତ୍ତ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏବଂ ଶ୍ରୀ ଶ୍ରୀ ରାଧାବାନଙ୍କ ପ୍ରତି ଧାବିତ ହୁଏ। ଆପଣମାନେ ବୈଷ୍ଣବ, ଆପଣମାନେ ଆଶୀର୍ବାଦ କଲେ, ମୋ ପାଇଁ ଟିକେ ପ୍ରାର୍ଥନା କରିଦେଲେ, ତାହେଲେ ଭଗବାନ ଶୁଣିବ, ଏଇଟା ମୋର ଆଶା। ହରେ କୃଷ୍ଣ। ବାଞ୍ଛା କଳ୍ପତରୁ ହସ୍ତ କୃପା ସିନ୍ଧୁ ଭୟବଚ ପତିତାନାଂ ପାବନେଭ୍ୟୋ ପତିତା ବୈଷ୍ଣବେଭ୍ୟଃ ନମଃ। ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତम की जय, जय श्यामानंद प्रभु की जय शिल प्रभुपाद की जय। जय, हरे नित्यानंद कृष्ण प्रभु की प्रणाम, जय। जय जय। हरे कृष्ण। श्रील ठीक अच्छे। प्रभुपाद की हरे जय। जय। हरे कृष्ण। ପ୍ରଭୁଜୀ, ଆପଣଙ୍କ କୃପାରୁ ଆମେ ବହୁତ ଉପକୃତ ହେଇଛୁ। ଆଉ ଏଇ ମାନେ ଆମକୁ ବହୁତ ବୁଝିବାରେ ସରଳ ଲାଗିଲା, ଭଲ ଲାଗିଲା ପ୍ରଭୁଜୀ। କିଛି ଠିକ ଅଛି ତାହେଲେ ଆପଣ ମାନେ ବହୁତ ଯଦି ପ୍ରଭୁ କିଛି ଗୋଟେ ବଡ କଥା ଆଜି କହିଲେ, ଆଜି ପ୍ରଭୁ ଯେ ପ୍ଲେନରେ ଲୋକ ଯାଉଛନ୍ତି ଦିଲ୍ଲୀ, କିନ୍ତୁ ଯେ ଯାଉଛନ୍ତି ମାନଙ୍କୁ ଯେ ଦର୍ଶନ କରିବା ପାଇଁ ଯାଉଛନ୍ତି, ତାର ଲକ୍ଷ୍ୟ ହଉଛି ସାଧାରଣ ଅଛି, କିନ୍ତୁ ସବୁ ଲୋକ ଯିବେ ନାହିଁ। ଏଇଠୁ ବହୁତ ବଡ ପ୍ରଭୁ ଆମ ପାଇଁ ଉପାଦେୟ କଥା। ହରେ କୃଷ୍ଣ। ଯାହା ହଉ, ଯଦି ଆପଣମାନେ କିଛି ଉପକୃତ ପାଇଥାନ୍ତେ ତାହେଲେ ମୋର ଏଇଟା ନିବେଦନ ଯେ ଆପଣ ଟିକେ ଭଗବାନଙ୍କ ପାଇଁ ମୋତେ ପ୍ରାର୍ଥନା କରିଦେବେ, ଯଦି ମୁଁ ଧାମରେ ଅଛି ସତ ସତ, ମାନେ କାୟ ମନ ବାକ୍ୟରେ, ଖାଲି ଶରୀରରେ ତ ରହିବନି, ମନ ସହ ମହାପ୍ରଭୁଙ୍କ ନିତ୍ୟାନନ୍ଦ ପ୍ରଭୁଙ୍କ ସପାର୍ଶ୍ୱ ସହିତ ମହାପ୍ରଭୁଙ୍କ ଭକ୍ତଙ୍କ କୌଣସି ମାନେ ଅପରାଧ ନ କରି ନିରପରାଧରେ ନିରନ୍ତର ତାଙ୍କୁ ସନ୍ତୁଷ୍ଟ କରିପାରେ ଏବଂ ମୋ ଚିତ୍ତ ସବୁବେଳେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ରାଧା ମାଧବଙ୍କ ପ୍ରତି ଧାବିତ ହୁଏ। ହରେ କୃଷ୍ଣ। ଠିକ ଅଛି, ପ୍ରଣାମ प्रभु जी ସମସ୍ତ। हरे ହରେ कृष्ण। କୃଷ୍ଣ। ହରେ କୃଷ୍ଣ। ଆପଣଙ୍କର ହରେ ଆପଣଙ୍କର କୃପା ପୁଣି ଆମେ ଆଶା କରିବୁ ପୁଣି ଭବିଷ୍ୟତରେ। ହରେ कृष्ण प्रणाम। हरे कृष्ण। जय प्रभुपाद की जय, श्री प्रभुपाद की जय। ଜୟ हरे कृष्ण। जय ହରେ श्री गुरुदेव वंशा की जय कल्पतरु श्री श्री वैष्णव प्रभुपाद देव च हरे पतितानं कृष्ण। पावन वैष्णव जय प्रभु। वैष्णव। ଜୟ। हरे कृष्ण प्रभु जी। नेक्स्ट क्या सार किए आसिबे? ହଁ, ଘୋଷଣା କିଛି ହେଇନାହିଁ ପ୍ରଭୁଜୀ। अच्छा अच्छा। ହଉ। ଘୋଷଣା ହେଇନି। ଆର ସପ୍ତାହରୁ ଆରମ୍ଭ ହୋଇ କଣ ହବ କେଜାଣି? ହଁ, ନାଇଁ ପ୍ରଭୁଙ୍କର ପଢେଇବା ଶୈଳୀ ସରଳ ଥିଲା। ମୁଁ ତ ଅନ୍ତତଃ ବୁଝିପାରିଲି ତାକୁ, ଭଲ ଲାଗିଲା।
ହୁଁ ସାଙ୍ଗେ ସାଙ୍ଗେ କ୍ଲାରିଫାଇ ହେଇଗଲା, ସେ ଗୋଟେ ଭଲ ଯାଇକି ସେ ବି ଗୋଟେ ଚାନ୍ସ ଦେଲେ, ଆଉ ଭଲ ଥିଲା ଆଉ। ପ୍ରଭୁ ମାୟାପୁରରେ ରହୁଛନ୍ତି ପ୍ରାୟ। ବୃନ୍ଦାବନ, ବୃନ୍ଦାବନରେ ବୃନ୍ଦାବନ, ରହୁଛନ୍ତି ନା। ଆଚ୍ଛା ଆଚ୍ଛା। ମୁଁ ଭାବିଲି, ଆଚ୍ଛା ଆଚ୍ଛା, ମୁଁ ଭାବିଲି ମାୟାପୁର ବୋଲି। ମାୟାପୁର ଉଦାହରଣ ଦେଲେ ତ ସେଥିପାଇଁ ଠିକ ଅଛି ଠିକ ଅଛି। ହଉ, ମୁଁ ହରେ ଭାବୁଛି କୃଷ୍ଣ, ରହିଲି ପ୍ରଭୁ। ହଉ ପ୍ରଭୁ, ହରେ କୃଷ୍ଣ। ହଁ କହୁନାହାନ୍ତି କହୁନାହାନ୍ତି, କଣ କହୁଥିଲେ? ନାଇଁ, ମୁଁ ଠିକ ଭାବରେ ଜାଣିନି, କନଫର୍ମ ନୁହଁ। ହଁ। ଓହୋ। ନାଇଁ ସେ ମୁଁ ତାପରେ ଭାବୁଛି ଭାଇ ଯୋଉ ହରେ ମଙ୍ଗଳା କୃଷ୍ଣ କହିଲେ ହରେ କୃଷ୍ଣ ମାୟାପୁର କଥା ଟିକେ କହିଲେ ତ ପ୍ରାୟ କହିଲି। ହରେ କୃଷ୍ଣ। ଏ ହରେ କୃଷ୍ଣ ପ୍ରଭୁ। ଶ୍ୟାମସୁନ୍ଦର ପ୍ରଭୁ ଆଜ୍ଞା ଆଜ୍ଞା ମାୟାପୁରରେ କୁହନ୍ତୁ। ରହୁଛି। ଏ ମାୟାପୁର ନା। ମାୟାପୁରରେ ରହୁଛି କହୁଛି। ହଁ ହଁ। ଆଚ୍ଛା। ହଁ ହଁ ହଁ। ଠିକ ପ୍ରଭୁ। ହରେ କୃଷ୍ଣ। ହରେ କୃଷ୍ଣ, ଧନ୍ୟବାଦ ପ୍ରଭୁଜୀ, ହରେ କୃଷ୍ଣ। ହରେ କୃଷ୍ଣ। ମାୟାପୁର ରହୁଛନ୍ତି, ମାୟାପୁର କଥା କହିଲେ ନା।